ମର୍ଣ୍ଣିଂ କ୍ଲାସ୍ କରିକି ତାହେଲେ ଆମମାନଙ୍କୁ ମଧ୍ୟ ଏହିପରି ଅନୁଭବ ଉଚିତ ଯେ ଆମେ ଆଜି କିଛି ଲସ୍ କରିଯାଇଛେ, ବ୍ରେକଫାଷ୍ଟ ଆମର କିଛି ଲସ୍ ହେଇଯାଇଛି ବା ଆଜି ଆମେ ବ୍ରେକଫାଷ୍ଟ କରିନେ। ସେହିପରି ଯଦି ଇଭିନିଂ କ୍ଲାସରେ ଆମେ ଜଏନ୍ କରୁନେ, ଆମମାନେ ଅନୁଭବ କରିବା ଦରକାର ଯେ ଆଜି ଆମର ଡିନର ମିସ୍ କରିଦେଇଛେ ବା ଆମେ ଆଜି ଡିନରକୁ ପ୍ରାପ୍ତ କରିନାହିଁ। ତେଣୁ ଇଏ ଡିନର ଏବଂ ବ୍ରେକଫାଷ୍ଟ ଯଦି ଆମେ ମିସ୍ କରିପାରୁନେ, ଲାଗୁନି ଯଦି କ୍ଲାସ ନ ଆସିଲେ ଯଦି କିଛି ମିସ୍ କଲା ଭଳିଆ ଲାଗୁନି, ତାହେଲେ ଜଣାପଡୁଛି ଏଥିରୁ କିଛି ଆମମାନଙ୍କର କିଛି ନିଶ୍ଚିତ ଭୁଲ ରହୁଛି, ଆମେ ତାକୁ ରେକ୍ଟିଫାଇ କରିବା ଉଚିତ। ତେଣୁ ଆପଣମାନେ ଯଦି ମିସ୍ କରୁନାହାନ୍ତି ବ୍ରେକଫାଷ୍ଟ ଡିନର, ଯେଉଁମାନେ ମିସ୍ କରୁଛନ୍ତି ସେମାନେ ବି ତାଙ୍କର ଅନୁଭୂତି ବର୍ଣ୍ଣନା କରିବେ, ଯେଉଁମାନେ ମିସ୍ କରୁଛନ୍ତି ସେମାନେ ତାଙ୍କ ଅନୁଭୂତି ବର୍ଣ୍ଣନା କରିବେ। ଲାଷ୍ଟକୁ ଆମେ ନେବା, ତା ପୂର୍ବରୁ ଆମେ ଯିବା ଚାଲନ୍ତୁ ଆମର ବିଷୟ ବୈଷ୍ଣବ ସଦାଚାର। ଆମେ ବୈଷ୍ଣବ ସଦାଚାର ସେଦିନ କିଛି ଅନୁକୂଳ କରିଥିଲେ, ଖାଲି ଜଷ୍ଟ ସମସ୍ତଙ୍କ ନଲେଜ ଆଣିବା ପାଇଁ କିଛି କିଛି ଅନୁକୂଳ କରିଥିଲେ। ଆଜି ବିସ୍ତାର ରୂପେ ଆମେ ଆଲୋଚନା କରିବା। କେମିତି ସମସ୍ତେ ଆମେ କୋଉ ଜାয়গাରେ ଆଲୋଚନା କରିଥିଲେ, କାହାର ମନ ଅଛି କିଏ କହିପାରିବେ? ଆମର ଏଇ ଏକ ଗୃହସ୍ଥ ଆଶ୍ରମର ମହତ୍ଵ ଏବଂ ଉଦ୍ଦେଶ୍ୟ ଏଇଠି ଥିଲେ ବୋଧେ, ନା କଣ ଆପଣଙ୍କ ମତ? ଏଇଠି ନା ଆମର ବୁଝାଇଥିଲା ନା? ଏଇଠି ପ୍ରଭୁ। ତାହେଲେ ଆଜି ଆମେ ଆଲୋଚନା କରିବା ଗୃହସ୍ଥ ଆଶ୍ରମର ମହତ୍ଵ ଏବଂ ଆମେ ଆଶ୍ରମ ଉଦ୍ଦେଶ୍ୟ ବିଷୟରେ ଆମେ ଆଲୋଚନା କରିସାରିଛେ। ଆଜିର ଆମେ ଟପିକ ରହିବ 2, ଗୃହସ୍ଥ ଜୀବନର କର୍ତ୍ତବ୍ୟ ଏବଂ ଉତ୍ତରଦାୟିତ୍ଵ। କଣ କଣ ଗୃହସ୍ଥର କର୍ତ୍ତବ୍ୟ, କଣ ଗୃହସ୍ଥ କରିବା ଉଚିତ, ତାର ଦାୟିତ୍ଵ କଣ, ଇଏ ଆଜି ଆମେ କିଛି ସଂକ୍ଷିପ୍ତରେ ଆଲୋଚନା କରିବା। ଚାଲନ୍ତୁ ଯିବା। ପ୍ରଭୁ ହରେ କୃଷ୍ଣ, ଦଣ୍ଡବତ ପ୍ରଣାମ। ହଁ କୁହନ୍ତୁ, କଣ କହୁଛନ୍ତି? ନାଇଁ ପ୍ରଭୁ। ଦଣ୍ଡବତ ପ୍ରଣାମ ସବୁ ଲେଖିଥିଲି, କହନ୍ତୁନି ଆଉ ଡିଷ୍ଟର୍ବ କ୍ଲାସରେ। ସର୍ବସାମାନ୍ୟ ଆଜ୍ଞା। ସର୍ବସାମାନ୍ୟ ଅର୍ଥାତ୍ 4 ଆଶ୍ରମର ସଦସ୍ୟଙ୍କର ଯତ୍ନ ନେବା, ଇଏ ହଉଛି ଗୃହସ୍ଥ ମାନଙ୍କର କର୍ତ୍ତବ୍ୟ। ଯେଉଁମାନେ 4ଟି ଆଶ୍ରମକୁ କଡ଼ାକଡ଼ି ଭାବେ ଫଲୋ କରୁଛନ୍ତି, ସେମାନଙ୍କର ଯତ୍ନ ନେବା ହଉଛି ଗୃହସ୍ଥର କର୍ତ୍ତବ୍ୟ। ସମସ୍ତ ଜୀବକୁ ଆଶ୍ରୟ ପ୍ରଦାନ କରିବା ଏବଂ ଯଜ୍ଞ କରିବା, ଇଏ ମଧ୍ୟ ଗୃହସ୍ଥର କର୍ତ୍ତବ୍ୟ। ସମସ୍ତ ଜୀବ ମିନ୍ସ ପଶୁ, ପକ୍ଷୀ, ଉଦ୍ଭିଦ ମଧ୍ୟ, ଇ ସମସ୍ତଙ୍କର ଯତ୍ନ ନେବା ହଉଛି ଗୃହସ୍ଥର କର୍ତ୍ତବ୍ୟ। ଏ ଗୃହସ୍ଥର କର୍ତ୍ତବ୍ୟ ନୁହଁ ଯେ ପଶୁମାନଙ୍କର ଯତ୍ନ ନେବା ଉଚିତ ନୁହଁ, ନାଇଁ, ପଶୁ ମାନଙ୍କୁ ମଧ୍ୟ ନିଜର ପୁତ୍ରବତ୍ ବା ସନ୍ତାନ ରୂପେ ପାଳନ କରିବା ଉଚିତ। ସେଥିପାଇଁ ଇସ୍କନର ଗୋଶାଳାରେ ଜଣେ ଜଣେ ଗାଈକୁ ଜଣେ ଆଡପ୍ଟ କରୁଛନ୍ତି ପୁତ୍ର ରୂପରେ, ଅର୍ଥାତ୍ ସେ ଗାଈର ଯାହା ଖର୍ଚ୍ଚ ସିଏ ହିଁ ବିୟର କରିବେ ବର୍ଷ ସାରା ଭିତରେ। କହିବାର ଉଦ୍ଦେଶ୍ୟ ହଉଛି, ଇଏ ହଉଛି କଣ ଆମର ସିଷ୍ଟମ। ଜଣେ ଗୃହସ୍ଥ ପ୍ରତ୍ୟେକ ପଶୁ ହେଇପାରେ, ପକ୍ଷୀ ହେଇପାରେ, ଉଦ୍ଭିଦ ହେଇପାରେ, ସମସ୍ତଙ୍କର ଯତ୍ନ ନେବା ଉଚିତ। ବରିଷ୍ଠ ବ୍ୟକ୍ତିଙ୍କର ସେବା କରିବା, ଯେଉଁମାନେ ବରିଷ୍ଠ ବ୍ୟକ୍ତି, ଯେଉଁମାନେ ସିନିୟର, ଯେଉଁମାନେ ଗୁରୁଜନ ଲେଭୁଲ, ସେମାନଙ୍କର ସେବା ଶୁଶ୍ରୂଷା କରିବା ଦରକାର। ଇଭେନ୍ ମାନେ ଗୃହସ୍ଥର ପ୍ରଧାନ କର୍ତ୍ତବ୍ୟ ହଉଛି ପିତା ମାତାଙ୍କର ସେବା କରିବା ଉଚିତ। କିଛି ଦେଖାଯାଏ ଆମେ ତ ବୈଷ୍ଣବ ହେଇଗଲୁ, ଆମେ ପିତା ମାତାଙ୍କର ଆଉ କର୍ତ୍ତବ୍ୟ କଣ କରିବୁ? ନାଇଁ, ଆମେ ପିତା ମାତାଙ୍କଠୁ ବଡ ହେଇଗଲୁ, ଆମେ ପିତା ମାତାଙ୍କ ସେବା କରିବୁ ନାହିଁ ଆଉ, ନା, ଇଏ ନୁହଁ, ଇଏ ବୈଷ୍ଣବ ମାନଙ୍କର ନୁହଁ, ଉଚିତ ନୁହଁ। ଦେଖନ୍ତୁ କଣ ଲେଖା ହେଲା, ବରିଷ୍ଠ ବ୍ୟକ୍ତିଙ୍କର ସେବା କରିବା ଉଚିତ। ଯୋଉମାନେ ବରିଷ୍ଠ, ଆମର ପିତା ମାତା ଯୋଉମାନେ ଅଛନ୍ତି, ବୁଢା ଆମର କଣ ଧାତୁ ସଦୃଶ ଯୋଉମାନେ ବଡ ଭାଇ, ସେମାନଙ୍କର ସେବା ବି ଆମେ କରିବା ଉଚିତ। ସମସ୍ତଙ୍କର ହିତ ନିମିତ୍ତ କାର୍ଯ୍ୟ କରିବା, ଅତିଥି ସେବା,
भगवान कर आदेश दीन हीन गरीब को दया करिबा भक्तंकर सेवा करिबा गृहस्थंकर मुख्य कर्तव्य अटे भक्तंकर सेवा करिया ये सब बोले कौन ना से कर्तव्य अटे जेमती कि वरिष्ठ व्यक्तिंकर समस्तंकर हित करिया दरकार समस्त हित माने इवन शत्रु शत्रु मध्य जने गृहस्थ हित साधन करिबा उचित एवं किंतु स्पेशल भक्तंकर सेवा करिया गृहस्थर मुख्य कर्तव्य अटे ये कर्तव्य अटे ये मुख्य कर्तव्य कौन अटे ना भक्त मानकर सेवा करिबा भगवानकर पवित्र नाम को सतत जप करिबा वैष्णव एवं निजर संग संबंधी को योग्य विधि रे अर्जित धन द्वारा सेवा करिबा देखंतु भगवानकर पवित्र नाम को सतत जप करिया सतत एबे किछ दिन तले प्रश्न आसीथिला प्रभु षोळमाळा काहींकी नहीं हमको षोळमाळा कह जाए हमको सतत अर्थात एवरी टाइम भगवान कर पवित्र नाम जप करिया पई हमको रेकमेंड करा जायछि किंतु स्टैंडर्ड माला अर्थात भगवान का पवित्र नाम जो स्टैंडर्ड आम करुचे से स्टैंडर्ड भाव में 16 माला जप करिया उचित एक कह जायछि किंतु 17 माला जप करिया पई कोठी मना करा जाय नै माने जप करि परिबा गृहस्थ आश्रम कर्तव्य को पालन करने पाई लोकों को अधिक अधिक श्रम करने आवश्यक ए गृहस्थ आश्रम पालन करने पे हेले हमको अधिक परिश्रम करिया पड़ता है कारण फैमिली मेंबर्स मानकर जत्न नवा से मानकर कौन पालन पोषण करवा अन्य वर्ण जीवजंतु मान को आश्रय देवा वरिष्ठ भक्त मानकर सेवा करिया एथिपई लक्ष्मीर आवश्यकता रही से आमको श्रम करिया पड़ता है गृहस्थ आश्रम श्रम करिया दरकार परिश्रम करिया दरकार गृहस्थर पितृ साधु संत देवता जीव शासक भूत प्रेत ठारे ऋण अच्छी किंतु भगवान कृष्ण का शरणे आश्रय द्वारा संगे संगे समस्त ऋण कही जाए परिशोध हो जाए देखो गृहस्थर विभिन्न प्रकार ऋण अच्छी जने गृहस्थ आम छोट पिला थिले आमर पिता माता आमको आम पछरे कौन मनीष करमको से अर्थ द्वारा आम आज पालन पोषण है निज गोड़े छिड़ा होचे तेणु आम पितृ ऋण अच्छी पितृ ऋण कह जाए जेहेतु पिता माता आमको से लक्ष्मी रे मनीष कर पितृ ऋण कह जाए साधु ऋण अर्थात आम जो साधु मान किसी श्रवण करिचे से आम किसी प्रदान करिसेंती भल कथा कही ऋण आमको मुक्त हाँ पड़ो सेमती संत देवता देवता मान ऋण कौन वर्षा करवा जल प्रदान करवा अग्नि प्रदान करवा वायु प्रदान करवा ये देवता मान कर्तव्य देवता मैंने आमको प्रदान कर कौ ऋण हम ना देवता मान ऋण तेणु देवता मानकर ऋण को आमे परिशोध करिया उचित बा देवता मान ऋण मुक्ति होर उचित जीव शासक राजार ऋण जो शासन कर राजा ऋण आम उपर अच्छी भूत प्रेत ऋण अच्छी भूत कि ऋण अच्छी मुझे बुझा पड़ो किंतु भगवान कृष्ण का शरण आसिया द्वारा संगे संगे समस्त ऋण परिशोध हो जाए आम एमती समस्त ऋण को सुझी पार नहीं आमे समस्तंकर ऋण को सुझी पारिबा नहीं किंतु यदि भगवान कृष्णकर शरण आसिबा भगवान कृष्ण का शरण आसिबा ताहले निश्चिंत रूपे कौन हम आमे ए समस्त ऋण रु मुक्ति हो परिबा बुझे ये जो पितृऋण मातृ ऋण देव ऋण साधु ऋण देवता मान ऋण ये सब ऋण रु मुक्त हवा कौन पड़ो आमको
केवल यदि भगवान का शरण रे आसीबा तले भगवान का कृपारु बा भगवान का शरण आसिले जीव ए समस्त ऋणरु मुक्त हो परिबो नचेत समस्त ऋण को आमे कोन करिया पड़ी हमकु परिशोध करिया पड़ियो बुझी पारे समस्त ना बुझी पारेनी आर यू क्लियर ना का डाउट रहला आगु जिबा समस्त वीडियो काय ऑफ करछन हरे कृष्ण वीडियो सब ऑन करंतु वीडियो ऑफ काय करछन समस्त आपण वैष्णव रो हबार नै वीडियो काय ऑन करिया ना कोन वैष्णव सिना हेले प्रभु वीडियो ये करू ना काय करू ठीक अछि नेक्स्ट पॉइंट जीवा एथर का डाउट किछ नै तो आगु जीवा जीवन पद्धति तथा जीवन निर्वाह एपरी गृहस्थ निम्नलिखित कार्य न करिवा उचित आमे कोन कोन न करिवा उचित बुझियाला कोन कोन न करिवा उचित समस्त अनुरोध वीडियो ऑन करी बसंतु एपरी कौनसी कथा जहाँ कृष्ण का संबंध निहे नुहे ताहा गृहस्थ कहवा उचित नुह बुझियाला एमिति किछि कथा में कहया उचित नुह जहाँ भगवान कृष्ण का संबंध होई नथिबो अर्थात गृहस्थ जहाँ कहब सर्वप्रथमे कृष्णकर संबंध होइथबो कृष्ण रिलेटेड भगवान कर संबंध होइथबो भौतिकवादी लोकଙ୍କର संग କରିବା ଉଚିତ ନୁହଁ ଯେଉଁମାନେ ଭୌତିକବାଦୀ ଭୌତିକ ବୁଝୁଛନ୍ତି ଯେଉଁମାନେ ପୁରା ଇନ୍ଦ୍ରିୟ ତୃପ୍ତିରେ ମତ ଅଛନ୍ତି ବା ଯେଉଁମାନେ କୁହନ୍ତି କଣ ଭଗବାନ ନାହାନ୍ତି ଏଇଭଳି ଲୋକଙ୍କର ସଂଗ କରିବା ଉଚିତ ନୁହଁ ସ୍ତ୍ରୀ ପୁତ୍ର ମିତ୍ର ଆଦି ସଙ୍ଗରେ ଗୃହର ସୁଖ ସୁବିଧାରେ ଆସକ୍ତ ହେବା ଅର୍ଥାତ୍ ଗୃହର ସ୍ତ୍ରୀ ପୁତ୍ର ମିତ୍ର ଏମାନେ ତମେ ଆସକ୍ତ ହେବା ଉଚିତ ନୁହଁ ଏମାନଙ୍କ ପ୍ରତି ଆମର ଯାହା କର୍ତ୍ତବ୍ୟ ଅଛି ପିତା ରୂପରେ ଆମେ ପୁତ୍ର କର୍ତ୍ତବ୍ୟ କରିବା ସ୍ୱାମୀ ରୂପରେ ସ୍ତ୍ରୀ ପ୍ରତି ଥିବା ଆମର କର୍ତ୍ତବ୍ୟ ସମ୍ପାଦନ କରିବା ପୁତ୍ର ରୂପରେ ଆମେ ପିତାଙ୍କ ପ୍ରତି କର୍ତ୍ତବ୍ୟ କରିବା କିନ୍ତୁ ସେମାନଙ୍କ ପ୍ରତି ଆମେ ଆସକ୍ତ ହେବା ଉଚିତ ନୁହଁ କର୍ତ୍ତବ୍ୟ ନିର୍ବାହରେ ଉଦାସୀନ ହେବା प्रातः काल शीघ्र उठी स्नान करवा ये हूँ गृहस्थर कर्म सकाल उठी कौन कर स्नान कर विग्रह अर्चना कर नाम जप करवा तथा वरिष्ठ लोक सम्मान देवा वरिष्ठ लोक सम्मान देवा प्रथम जड़े गृहस्थ सकाल उठी स्नान कर वरिष्ठ लोक घर जो मैंने वरिष्ठ लोक अच्छा से प्रणाम करवा उचित ये हूँ सम्मान समस्ते सकाल उठिकी सीनियर जो मैंने घरे अच्छे से प्रणाम करिया उचित निजरा संचित कर्मफल जहाँ अच्छी से संतुष्ट रहिबा तथा निजरा संपूर्ण शक्ति भगवान का सेवा करिया ये हूँ गृहस्थ कर्म बुझीगला प्रथमे जन गृहस्थ सकाल उठी कौन कर दरकार स्नान करिया उचित स्नान करी स्नान कर कौन करिवो प्रथमे गृहस्थर कर्तव्य स्नान करी गृहर जो माने सीनियर सीनियर माने जो माने बड़ से कौन कर दरकार प्रणाम करा दरकार आमे गृहस्थ ही प्रणाम करुचे रंजित प्रभु प्रणाम करछिन आपण आपण पिता माता सकाळ प्रणाम करछन्ती ना प्रभु इबार वैष्णव कंठी दला पिंजण वैष्णव हबनी आज्ञा वैष्णवर गुण को धारण करवा हूँ वैष्णवता आम कंठी तिला पैंट सर्ट पिंधे तुले जड़े वैष्णव होनी बुझीगला तेना समस्ते कौन कर दरकार ना सकाल उठी स्नान करी गुहर जो मैंने सीनियर अच्छा पिता माता बड़ भाई बड़ भौणी समस्त प्रणाम कर परंपरा ये सिस्टम ताणी माणा अच्छा आप किए सीनियर ना आप सीनियर ଆପଣ ବୋଧେ ସିନିୟର ହେଇଥିବେ ଭାବୁଛି
ठीक अच्छे जदि आप सीनियर नुह तो कि आप सीनियर अच्छे आप प्रणाम करा दरकार। प्रमिला माता जी आपण ନାଇଁ ପ୍ରଭୁ। नाय प्रभु माने कौन सीनियर आप समस्त ହଁ ପ୍ରଭୁ। ठीक अच्छे किंतु जदि सीनियर नुह तो प्रणाम करिए रंजित प्रभु आप सकाल उठी कल बापा माँ प्रणाम करेंगे प्रणाम करी आज्ञा मत फोटो पठेबे प्रभु आज्ञा प्रणाम करते नहीं करी मत फोटो पठे संतोष प्रभु आपण ଆମର ପ୍ରଭୁ ବାପା ମା ସମସ୍ତେ ଅଛନ୍ତି ସେ ଗୋଟେ हाँ तेणु सकाल प्रणाम करी मत फोटो पठेबे समस्त अनुरोध करुच्ची आपण माने जो माने घरे रहउछंती यदि घरे आपनकर पिता माता आपनकर बड़ भाई भौणी माने अछंती ताले तुरंत सेमानकु प्रणाम करी मते फोटो खाली ग्रुप रे पठेबे हैला त्रिकोण प्रभु वंदना माता जी पूर्णिमा माँ उपम माता जी हम जन जन की डाकुनी समस्त कहूँ है ना काली काल आपनकर ड्यूटी मते सब फोटो उठे रेणुबाला माता जी मु समस्त हरे कहबी कृष्ण प्रभु जी ଆମର କେହି ନାହାନ୍ତି ପ୍ରଭୁ। हाँ ठीक नाହାନ୍ତି अलग कथा ତାହେଲେ ଭଗବାନଙ୍କୁ ପ୍ରଣାମ କରିକି ଆପଣ କହିଲେ କିନ୍ତୁ ଜଣେ ଅଛନ୍ତି ଫଟୋ ପଠେଇବେ ଠିକ ଅଛି ଆଗକୁ ଯିବା ଇଏ ଭାରି ଇଣ୍ଟରେଷ୍ଟିଂ ପଏଣ୍ଟ ଏଟା କିଏ ପଢିବେ କିଏ ଜଣେ ପଢନ୍ତୁ କିଏ ଅଛନ୍ତି ପଢିବେ ଏଟା କିଏ ପଢନ୍ତୁ ଜଣେ କିଏ ପଢିବେନି ମୁଁ ପଢିବି ତାହେଲେ ଠିକ ଅଛି ମୁଁ ପଢିଦଉଛି ଗୃହସ୍ଥ ନିଜର ଆୟର 25% ଜୀବନ ନିର୍ବାହ ଦେଖନ୍ତୁ ଜଣେ ଗୃହସ୍ଥ କିପରି ଜୀବନ ନିର୍ବାହ କରିବା ଉଚିତ ତାର ଆୟ ମାନେ ତାର ଇନକମ ର 25% ଜୀବନ ନିର୍ବାହ କରିବା ଉଚିତ ଆଉ 25% ସଞ୍ଚୟ କରିବ ସେଭ କରିବ 50% ଭଗବତ ସେବାରେ ଲଗେଇବା ଉଚିତ ଏଟା ମତେ ଭୁଲ ଲେଖା ହେଇଛି ନାଇଁ କଣ ଠିକ କରିଦବା ଆଜ୍ଞା ଗୃହସ୍ଥ 25% ଜୀବନ ନିର୍ବାହ 25% ସଞ୍ଚୟ वो 5% भगवत सेवा लगे एटा 50 भूल ना कौन रेणुबला माँ कौन भूल ना ठीक अच्छे भूल ना ठीक अच्छे रेणु माँ ଆଜ୍ଞା ପ୍ରଭୁ। कौन लिखा है 5% ना 50% अनिता माँ कहले अन्नपूर्णा माँ अरे पढ़ी के तो बोलो 50 क्या लिखा है 50% हाँ 50% ଲେଖା ହେଇଛି ଏଟା ଠିକ ଅଛି ଯେ ଆମେ ସେଟା କରିପାରୁନୁ। केते लिखा है ଲେଖା ହେଇଛି କିନ୍ତୁ ଆମେ ସେଟା କରିପାରୁନୁ। अनुमाता जी पढ़ले कौन लिखा है फास्ट लाइन टा पढ़ंतु कौन लिखा है प्रथम लाइन बड़ पटे पढ़ंतु ठीक अच्छे समय नहीं आपण मैंने पढ़ुना मत बात ही पढ़िया पड़ुची कर उद्देश्य होची हमर जतिक इनकम करछे मनकर हमर इनकम हला केते टका 100 टका 100 टार आमे 25 टका निज निज जीवन निर्वाह करिया उचित एवं आउ 25 टका सेविंग कर दरकार इन फ्यूचर पे आउ 50 टका भगवत सेवा रे भगवान के सेवा रे मंदिर सेवा रे वैष्णव मान सेवा रे ये सेवा लगेबा उचित बुझेला तो आमे लगौ जे किए हंड्रेड कले ନା କେହି କରିନି। हाँ? प्रभु यहीटा कहतुनी एटा तो 5% हमर एटा 50 किंतु भूल लेखा ହେଇଛି ନାଇଁ କଣ ଏଟା କିନ୍ତୁ ଭୁଲ ଲେଖା ହେଇଛି ଲେଖା ହେଇଛି ଠିକ କିନ୍ତୁ ଆମେ ଆମ ଜୀବନରେ ଆମେ କରିପାରୁନୁ ସେଇଟା। ଆମେ କରିପାରୁନେ ଠିକ ଅଛି ସେଥିପାଇଁ ଯଦି ଆମେ 50% କରିପାରୁନେ ତାହେଲେ ତ ମନ୍ଥଲି 10% କରିପାରିବା ନା 10% କରିପାରିବାନି କୋଉମାନେ 10% କରିପାରିବେନି ହଣ୍ଡ୍ରେଡ କଲେ
निज इनकम 10% करि परियानी हमें କରିପାରିବା କରିପାରିବା ହଉ ଇଚ୍ଛା ଠିକ କଲେ କରିପାରିବା ନହେଲେ ଇଚ୍ଛା ନଥିଲେ କିଏ କହିଲେ ବି କିଛି ହେଇପାରିବନି ଛାଡ 10% ଛାଡ ଆମେ 5% କରିପାରିବାନି 100 ରେ 5 ଟଙ୍କା ଭାଗ ଦେଇପାରିବାନି କିଏ 5 ଟଙ୍କା ଦେଇପାରିବା ହାଣ୍ଡ୍ରେଜ କରନ୍ତୁ ମାନେ 5% କହୁଛି 5 ଟଙ୍କା ନୁହଁ 5% 5% କେଉଁମାନେ 5% ଭଗବାନଙ୍କ ସେବାରେ ଲଗେଇ ପାରିବେ ହାଣ୍ଡ୍ରେଜ କରନ୍ତୁ ଆଉ କିଏ ପ୍ରଭୁ ଦେନା ସବୁ ତ ଭଗବାନଙ୍କର ଆମେ ଭଗବାନଙ୍କୁ କଣ ଦବୁ ସବୁ ଭଗବାନଙ୍କର ଆମେ ଭଗବାନ କିଛି ଦଉନୁ ନାଇଁ କଣ ଏମିତି ବି କିଛି ଭକ୍ତ କୁହନ୍ତି ନାଇଁ କଣ ନାଇଁ ମନେ ରଖିବା ଉଚିତ ଆମ ଇନକମ ର ମିନିମମ୍ ଆମେ 5 ରୁ 10% ନିହାତି ଦବା ଦରକାର କାରଣ ତାର କାରଣ ହଉଛି ଆମ ପଇସାଟା ପ୍ୟୁରିଫାଏ ହବ ପ୍ୟୁରିଫାଏ ଗୋଟେ ପ୍ୟୁରିଫିକେସନ ପ୍ରୋସେସ ଅଛି ବୁଝିଲେ ମନେକର ଆମେ 100 ଟଙ୍କା ଇନକମ କଲେ ସେ 100 ଟଙ୍କା ଭିତରେ କେତେ ଲୋକଙ୍କର ଅଶାନ୍ତି ଅଛି କି ନାଇଁ ମତେ କୁହନ୍ତୁ କେତେ ଡିସାଟିସ୍ଫାଇ ହେଇଯାଇଛନ୍ତି କେତେ ସେ ଲକ୍ଷ୍ମୀଟା କୋଉ ପ୍ରକାର ଆସିଛି ସେ ଜୀବ କେମିତି କଷ୍ଟ କରିକି ଆଣିଛି ଠକିକି ଆଣିଛି ଚୋରେଇକି ଆଣିଛି ମର୍ଡର କରିକି ଆଣିଛି କି ପୁରା ଅକାନ୍ତ ପରିଶ୍ରମ କରିକି ଆଣିଛି ତେଣୁ ସେଇ ପଇସାରୁ ଏଇ ଯୋଉ ଅକ୍ଲାନ୍ତ ଦୋଷରୁ ମୁକ୍ତ ହେବା ପାଇଁ ଆମକୁ 5 ରୁ 10% ଭଗବାନଙ୍କ ସେବା ଲଗାଇବା ଉଚିତ ଭକ୍ତ ମାନଙ୍କ ସେବା ଲଗାଇବା ଉଚିତ और ମନ୍ଦିର ସେବାରେ ଲଗାଇବା ଉଚିତ ବୁଝିହେଲା ଆଉ ପ୍ରଭୁପାଦ କହନ୍ତି ସବୁଠାରୁ ବେଷ୍ଟ ସେବା ହେଲା ବୁକ୍ ଡିଷ୍ଟ୍ରିବ୍ୟୁସନ ଆପଣ କାହାକୁ ଦବାକୁ କହୁନାହାନ୍ତି ଆପଣ ମନେକର ଗୋଟେ ଏକ୍ସାମ୍ପଲ ଦବା ମନେକର ମୋର 10,000 ହଉଛି କଣ ପର ମନ୍ଥ ଇନକମ ତାହେଲେ 10,000 ର 5% କେତେ ହେଲା 10% ହେଲେ କେତେ ହେଲା 1,000 ଟଙ୍କା ହେଲା 5% ହେଲେ 500 ଟଙ୍କା ହେଲା ଆଟଲିଷ୍ଟ ମୋ 500 ଟଙ୍କାରେ ପ୍ରତି ମାସରେ 500 ଟଙ୍କା ଗୋଟେ କି ଦିଟା ଭଗବତ ଗୀତା ବହି ତାହେଲେ ତ ଡିଷ୍ଟ୍ରିବ୍ୟୁଟ କରିପାରିବି এইটা হচ্ছে মহৎ সেবা ବୁଝିପାରିଲେ ତ ଭଗବତ ଗୀତା ପ୍ରଭୁପାଦଙ୍କର ବହି କି ଅଲଗା ବହି ଡିଷ୍ଟ୍ରିବ୍ୟୁସନ କରନ୍ତୁ ଇଏ ମହତ୍ ସେବାରେ ଯିବ ସେଥିପାଇଁ କୁହାଯାଉଛି ଆପଣ ମାନେ ମିନିମମ୍ 10% କଣ ଭଗବାନଙ୍କ ସେବାରେ ଲଗେଇବା ଉଚିତ ଠିକ ହେଲା ଆଗକୁ ଯିବା ଗୃହସ୍ଥ ନିଜର ଗୁଣ କର୍ମ ଅନୁସାରେ ଉଚିତ କାର୍ଯ୍ୟ କରି ନିଜର ଜୀବନ ନିର୍ବାହ କରିବା ଅଯୋଗ୍ୟ ତଥା ଅବୈଧ କର୍ମ ନ କରିବା ବୁଝିଗଲା ଗୁଣ କର୍ମ ଅନୁସାରେ ଉଚିତ କାର୍ଯ୍ୟ କରିବା ମୋର ଗୁଣ କର୍ମ ଅନ୍ୟ ମୁଁ କାର୍ଯ୍ୟ କରିବା ଦରକାର ମନେକର ମୋର ଗୁଣ ହଉଛି ବେପାର କରିବା ମୁଁ ଯଦି ଚାକିରି କରିବି କଣ ହବ ଗୁଣର ଅପୋଜିଟ କାମ କଲି ଏହା ମୋ ପାଇଁ ଠିକ ନୁହଁ କି ମୋର ଗୁଣ ହଉଛି ଚାକିରି କରିବା ମୁଁ ଯଦି ବିଜନେସ କରିବି ଇଏ ମଧ୍ୟ ଅପୋଜିଟ ରେ ଯିବ ଗୁଣ କର୍ମ ଯେ ଆମେ କଣ କରିବା ଦରକାର ଆମର କାର୍ଯ୍ୟ କରିବା ଦରକାର ଅଯୋଗ୍ୟତା ଅବୈଧ କର୍ମ ନ କରିବା ଉଚିତ ଲାଞ୍ଚ ନେବା ଉଚିତ ନା କଣ ଲାଞ୍ଚ ନେବା ନିହାତି ଉଚିତ ଆମର ଏପରିକି ନିହାତି ଆଶୀର୍ବାଦ ଠାରୁ ମଧ୍ୟ ତାହା ଗ୍ରହଣ କରିବା ଉଚିତ ନୁହଁ ଯେ ବୈଷ୍ଣବ ଆମେ ଲାଞ୍ଚ ନେବା ଉଚିତ ନୁହଁ ବୁଝିହେଲା ଶରୀର ତଥା ଆତ୍ମାକୁ ଏକ ସାଥେ ରଖିବା ପାଇଁ ଯେତିକି ଆବଶ୍ୟକ ସେତିକି ଆୟ କରିବା ଉଚିତ ଏଇଟା ମୁଖ୍ୟ ପଏଣ୍ଟ ଦେଖନ୍ତୁ ଆମର କଣ କହିଲା ଶରୀର ତଥା ଆତ୍ମାକୁ ଏକ ସାଥେ ରଖିବା ପାଇଁ ଯେତିକି ଆବଶ୍ୟକ ଆମେ ସେତିକି କରିବା ଉଚିତ ବୁଝିହେଲା ଅର୍ଥାତ ଆମର ଶରୀର ନିର୍ବାହ ପାଇଁ ଯେତିକି ଆବଶ୍ୟକ ସେତିକି ପରିଶ୍ରମ କରି ଅଲଗା ସମସ୍ତ ସମୟକୁ ଭଗବାନଙ୍କ ସେବାରେ ଲଗେଇବା ଉଚିତ ମୋ ପାଖରେ ମନେକର ସଫିସିଏଣ୍ଟ ଲକ୍ଷ୍ମୀ ଅଛି ଫିର ବି ମୁଁ ପଶୁ ଭଳିଆ ଦିନ ରାତି ପରିଶ୍ରମ କରୁଛି ପଇସା ପଛରେ ଦୌଡୁଛି ଇଏ ନିଜର ମୂର୍ଖାମି ଅଟେ ବୁଝିହେଲା ଆମେ ପରିଶ୍ରମ କାହିଁ କରୁଛେ କି କହିପାରିବେ ଆମେ ପରିଶ୍ରମ କାହିଁ କରୁଛେ ଜୀବନ ନିର୍ବାହ କରିବେ ଜୀବନ ନିର୍ବାହ ପାଇଁ କିନ୍ତୁ ଜୀବନ ନିର୍ବାହ କଣ ପାଇଁ କରୁଛେ କଣ ଆବଶ୍ୟକ ବଞ୍ଚିବା ପାଇଁ ବଞ୍ଚିବା ପାଇଁ କାହିଁକି ବଞ୍ଚୁଛେ ଖାଇବା ବଞ୍ଚୁଛେ ଖାଇବା ପାଇଁ କାହିଁ ଖାଉଛେ ବଞ୍ଚିବା ପାଇଁ ଖାଉଛୁ କାହିଁ ବଞ୍ଚୁଛେ କାହିଁ ପରିବାରର ବଞ୍ଚୁଛେ ଦାୟିତ୍ୱ
ପରିବାରର ଦାୟିତ୍ୱ କର୍ତ୍ତବ୍ୟ ନିଜର କର୍ତ୍ତବ୍ୟ ସମ୍ପାଦନ ପାଇଁ ବଞ୍ଚୁଛୁ। କାହିଁକି କର୍ତ୍ତବ୍ୟ ନିର୍ବାହ କରୁଛି? ଭଗବାନ ଆମକୁ ସେମିତିଆ ଜାଗାରେ ଆଣିକି ଛାଡିଛନ୍ତି ଆମକୁ ବାଧ୍ୟ କରିବା ପାଇଁ କି। ଭଗବାନଙ୍କ ରୋଲ ଗୋଟେ କହିଲା, ଭଗବାନ ଆଇଲେ କୋଉଠି ଏଇଠି? ଆମ କର୍ମ ଯେ ଆମେ ପ୍ରତ୍ୟେକ ସୁଖ ଦୁଃଖ ଯାହା ଲକ୍ଷ୍ମୀ ପ୍ରାପ୍ତ ଅଛି ଆମ କର୍ମ ଯେ ପ୍ରାପ୍ତ କରୁଛେ, ଭଗବାନ ଦୋଷ କିଛି ନାହିଁ। ଏଠି ଭଗବାନଙ୍କୁ ଇନଭଲଭ କରିବା ଉଚିତ ନୁହଁ। ଆମ କର୍ମରେ ଯାହା ଅଛି ଆମେ ଭୋଗିବା, ଏଠି ଭଗବାନ କିଛି ରୁଲ ନାହିଁ। ବୁଝିଲେ ତ? ସେମିତିକା ପରିବେଶ ପରିସ୍ଥିତିରେ ଆମକୁ ଜନ୍ମ ଦେଇଛନ୍ତି, ଆଉ ଆମେ କର୍ମ କରିବା ପାଇଁ କି ଭଗବାନ ଜନ୍ମ ଦେଇନାହାନ୍ତି, କର୍ମ ଜନ୍ମ ଦେଇଛି। ଆମେ ଯେମିତି କର୍ମ କରୁଛେ ସେମିତି ସ୍ୱର୍ଗ ପାଇଛେ ନା, ସେମିତି ପିତା ମାତା ସେମିତି ଆମେ ପାଇଛେ ସବୁ। ସେମିତି ପିତା ମାତା ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ଆମେ ଆମ କର୍ମ ଯେ ପ୍ରାପ୍ତ କରିଛେ। କର୍ମ ଅନୁସାରେ ହଁ, କର୍ମର ଫଳ ଅନୁସାରେ। ତେଣୁ ଭଗବାନଙ୍କର ରୋଲ ଏଠି କିଛି ନାହିଁ। ବୁଝିଲେ ତ? ତେଣୁ ଆମେ ବଞ୍ଚିବାର ଏକମାତ୍ର ଉଦ୍ଦେଶ୍ୟ ହଉଛି ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ। ନଚେତ୍ ପଶୁ ହିଁ ବଞ୍ଚୁଛି ନା, ପଶୁ ହିଁ ବଞ୍ଚୁଛି ନା, ତାହେଲେ ଆମେ ବଞ୍ଚିବା ଏବଂ ପଶୁ ବଞ୍ଚିବା ଭିତରେ କଣ ପାର୍ଥକ୍ୟ ଥିଲା? ତେଣୁ ଲୋକମାନେ ଜାଣନ୍ତି ନାହିଁ ଯେ ଆମେ ବଞ୍ଚିବାର ଉଦ୍ଦେଶ୍ୟ କଣ। ସେଥିପାଇଁ ଲୋକମାନେ କଣ କରନ୍ତି? ଡବଲ ଡ୍ୟୁଟି, ଟ୍ରିପୁଲ ଡ୍ୟୁଟି, ଇଭିନ୍ 24 ଘଣ୍ଟା ବି ଡ୍ୟୁଟି କରନ୍ତି, 24 ଘଣ୍ଟା ପରିଶ୍ରମ କରନ୍ତି, କିନ୍ତୁ ଜାଣନ୍ତିନି ବଞ୍ଚିବାର ଉଦ୍ଦେଶ୍ୟ କଣ, ବଞ୍ଚିବାର ଲକ୍ଷ୍ୟ କଣ। ବଞ୍ଚିବାର ମନୁଷ୍ୟ ଜୀବନର ବଞ୍ଚିବାର ଏକମାତ୍ର ଲକ୍ଷ୍ୟ ହଉଛି ଭଗବାନଙ୍କୁ ପ୍ରାପ୍ତ କରିବା, ନଚେତ୍ ଆମେ ପଶୁ। କେବଳ ଭକ୍ତି ଯୋଗ ପାଳନ ନିମିତ୍ତ ରୋଜଗାର କରିବା ଉଚିତ, ଯେପରି ବିଗ୍ରହ ଅର୍ଚ୍ଚନା ଉତ୍ସବ କରିବା, ଭକ୍ତଙ୍କର ସୁଖ ଦୁଃଖ ବୁଝିବା, ଯାତ୍ରା ଇତ୍ୟାଦି କେବଳ ଇନ୍ଦ୍ରିୟ ଭୋଗ ନିମିତ୍ତ ପଇସା ରୋଜଗାର କରିବା ଉଚିତ ନୁହଁ। ବୁଝିହେଲା ତ? କେବଳ ଭକ୍ତି ଯୋଗ ପାଳନ କରିବା ପାଇଁ, ଅର୍ଥାତ୍ କେବଳ ଭକ୍ତଙ୍କର ବା କଣ ଭଗବାନଙ୍କ ସେବାରେ ଯୋଉ ପଇସା ଆବଶ୍ୟକ ଆମେ ସେତିକି ଇନକମ୍ କରିବା ଉଚିତ। ଆମ ଇନ୍ଦ୍ରିୟ ଭୋଗ ପାଇଁ କଣ ଆମେ ଦୌଡ଼ିବା ପଇସା ପଛରେ ପଶୁ ଭଳିଆ? ଇଏ ଉଚିତ ନୁହେଁ, ଏ ବୈଷ୍ଣବର କର୍ତ୍ତବ୍ୟ ନୁହଁ। ନିଜ ଜୀବନ ପଦ୍ଧତି ଏ ପ୍ରକାର ସଂଯୋଜିତ କରିବେ ଯେଉଁ ଜୀବନରେ ଭଗବାନଙ୍କର ବିଷୟରେ ଶ୍ରବଣ କୀର୍ତ୍ତନ କରିବା ନିମିତ୍ତ ଯୋଗ୍ୟ ଅବସର ମିଳିବ। ଆମେ ଏମିତି କିଛି ସେଟ୍ କରିବା ଦରକାର ଯେମିତିକି ଆମେ ବ୍ରେକଫାଷ୍ଟ କଣ ପାଉଥିବା, ଭଲରେ ପାଉଥିବା, ଏବଂ ଡିନର ମଧ୍ୟ ଭଲରେ ପାଉଥିବା। ବୁଝିପାରିଲେ ତମ କଥା? ଆମେ ଏମିତି ସେଟ୍ କରିବା ଉଚିତ, ଆମର ବ୍ରେକଫାଷ୍ଟ କଣ? ସକାଳୁ ଭଗବାନଙ୍କର ନାମ ଜପ କରିବା, କିଛି ଭଗବାନଙ୍କ ବିଷୟରେ ଶୁଣିବା, ଇଏ ହଉଛି ଆମ ବ୍ରେକଫାଷ୍ଟ। ତେଣୁ ଆମକୁ ଭଗବାନଙ୍କ କୃପାରେ ବ୍ରେକଫାଷ୍ଟ ମିଳିଯାର ଅଛି। ବୁଝିପାରିଲେ? ଏବଂ ଶ୍ରବଣ କୀର୍ତ୍ତନ କରିବା ଇଭିନିଂରେ, ଡିନର ମଧ୍ୟ ମିଳିଯିବାର ଅଛି। 9 ରୁ 5 କି 10 ରୁ 5 ଆପଣ ଯାହା କରିବା କଥା କରନ୍ତୁ, କିଛି ମନା ନାହିଁ। ବୁଝିଲେ? 10 ରୁ 5 ଆପଣଙ୍କ ଶରୀର ପାଇଁ ଯେତେ ଡ୍ୟୁଟି ଯେତେ ମ୍ୟାଟେରିଆଲ ୱାର୍କ କରିବା କଥା କରନ୍ତୁ, କିନ୍ତୁ ସକାଳ ସନ୍ଧ୍ୟା ଭଗବାନଙ୍କର ନାମ, ଭଗବାନଙ୍କର ଗୁଣ, ଭଗବାନ କୀର୍ତ୍ତନ କରିବା ଆଉ ଶ୍ରବଣ କରିବା ଉଚିତ। ବୁଝିହେଲା? ତେଣୁ କୁହାଯାଉଛି ଭଗବାନଙ୍କ ବିଷୟରେ ଶ୍ରବଣ କରିବା ନିମିତ୍ତ ଯୋଗ୍ୟ ଅବସର ମିଳିପାରିବ। ମନେକର ଆମର ସାଲେରୀ ହଉଛି ମାସକୁ 50,000, ଡ୍ୟୁଟି ହେଲା କେତେ? 10ଟା ରୁ 6ଟା। ପୁଣି ଆମେ ଲୋଭ କରି ସକାଳେ ରଖିଦେବା ଟିଉସନ, ନା, ଏଇଟା ବୈଷ୍ଣବର କର୍ତ୍ତବ୍ୟ ନୁହଁ। ବୁଝିହେଲା? ପୁଣି ମନେକର ଆମେ ରଖିଦେବା ଇଭିନିଂରେ ପ୍ରଭୁ କଣ, ଟିଉସନ, ଇଏ ବି ବୈଷ୍ଣବର ମାନଙ୍କର କର୍ତ୍ତବ୍ୟ ନୁହଁ। ବୁଝିହେଲା? ତେଣୁ ବୈଷ୍ଣବ ପ୍ରଥମ କର୍ତ୍ତବ୍ୟ କଣ? 10 ରୁ 4 ବା 5 ମ୍ୟାକ୍ସିମମ୍ ଆପଣ 6 କୁହନ୍ତୁ, ମ୍ୟାଟେରିଆଲ ଜିନିଷରେ ଆମେ ଏନଗେଜ ହବା। ଆମର ଇନକମ୍, ଆମର ଶରୀର ଚଳିବା ପାଇଁ ଯାହା ଯାହା ଆବଶ୍ୟକ ସେଥିରେ ଆମେ ଏନଗେଜ ହବା ଉଚିତ। କିନ୍ତୁ ମର୍ଣ୍ଣିଂ ଏବଂ ଇଭିନିଂ ଇଏ ବ୍ରେକଫାଷ୍ଟ ଡିନର ସଦୃଶ ହେବା ଦରକାର। ଅର୍ଥାତ୍ ଭଗବାନଙ୍କର ଗୁଣ କୀର୍ତ୍ତନ ଶ୍ରବଣରେ ଆମେ ଲଗେଇବା ଉଚିତ। ବୁଝିହେଲା? କାଣିମା ବୁଝିପାରିଲେ ତ?
हाँ तेणु आम अनेसरी आमर मनकर आमर सफिशिएंट इनकम आम अनेसरी सकाळे पुणी परिश्रम करवा पुणी इनकम पछरे दौड़वा पुणी राति हेले पुणी इनकम पछरे दौड़वा ये वैष्णवता नुहे बा ये वैष्णवर गुण लक्षण नुहे। समर्पण गृह जीवन में घटुवा 5 प्रकार हिंसार प्रायश्चित करने निमित्त गृहस्थ को 5 प्रकार महायज्ञ करने उचित। देखो आमे प्रत्येक गृहस्थ 5 प्रकार हिंसा करुछंती। ए 5 प्रकार हिंसा कौन जानछन तो आमे सकाळ भी कौन करछे घर ओळौछे घर ओळिया द्वारा हिंसा होची नहीं कि जीव मरछंती कि नहीं एला प्रथम हिंसा। दुई रे आमे स्नान करुचे स्नान द्वारा मध्य जो शरीर जो अदृश्य जीव अच्छे से भी मृत्यु होती से भी हिंसा आमे करुचे। तीन आमे रोषे कला जो कौन पोछा पोछी करुचे ये मध्य हिंसा बुझीपार ना। आउ दुईटा हिंसा अच्छी चलला बेले भी आम हिंसा आम भूई रे चलुचे आम पाद तले किसी जीव मध्य मरुचंती ये भी हिंसा। आम तो लगोचे लाइट कौन जो गैस चूल्हा से जो अग्नि में किसी जीवाणु मरुचंती ये भी हिंसा होची। तेणु आमे समस्ते बाउंड यही 5टी जीव हिंसा करने किए कही परिबे नहीं जे मु जीव हिंसा करनी बोली किए कही परिबे ना। आमे समस्ते कौन करुचे ना एथरे बंधा है जीव हिंसा करुचे कंपलसरी आमे समस्ते जीव हिंसा करुचे किंतु एई जीव हिंसारू सेतेबेले थिला अलग अलग यज्ञ करिया किंतु कली जुगरे एई 5टी कॉमन जीव हिंसारू मुक्त होया हेले हमको संकीर्तन यज्ञ करिया पड़िबो। संकीर्तन यज्ञर आवश्यकता निहाती रही। प्रभु संकीर्तन यज्ञ आम केमती करिबो संकीर्तन यज्ञ नियम होची आपण संध्या बेले हो कि सकाळे हो घरर समस्त मेंबर जो माने अच्छंती समस्ते बसिकी भगवान का नाम कीर्तन करिवे ये होची संकीर्तन यज्ञ। नचेत एई 5टी आमे हिंसा जो करुचे एथरु मुक्त होई परिबा नाही। 5टी हिंसारू मुक्त हबाकू हेले आमको घरे सकाळे संध्यारे 2 टाइम करि परछन तो भलो नचेत मिनिमम सकाळे हो कि संध्यारे हो मिनिमम 15 रु 20 मिनिट समस्ते फैमिली मेंबर मिसिकी भगवान का नाम कीर्तन करिबा उचित। बुझियला ना बुझि पाइलेनी बुझियला ना बुझि पाइलेनी आगु जिबा आगे आपको जो कौन बुझिले हाँ कौन जल्दी ଘରର ସମସ୍ତ ସଦସ୍ୟ ସକାଳେ ସନ୍ଧ୍ୟାବେଳେ ନାମ କୀର୍ତ୍ତନ କରିବା ଆବଶ୍ୟକ। कौन पे ଏଇ ଯୋଉ ହିଂସା ହଉଛି ଆମ 5 ପ୍ରକାର ହିଂସାରୁ ଆମେ ରକ୍ଷା ପାଇବା ପାଇଁ। हाँ ये 5टी हिंसा आमे समस्ते करुचे तेने 5टी हिंसारू मुक्त होबाकू हेले फैमिली मेंबर समस्ते मिसिकी सकाळे और संध्याବେଳେ सकाळे आन सकाळे आन संध्याବେଳେ जेमिति हो आपण भगवान का नाम कीर्तन करिवे क्यों माने करछुनी अंडेज करंतु प्रोग्राम तो जानि करबो कोन नहीं गो ठीक अछि जो माने जाइले थरा करिवे तो या ଆଜ୍ଞା हाँ तेणु समस्ते कालीठू कौन टाक्स होइला बुझियला आपण काली फोटो पठेबे आपणकर गुरुजन जो माने घरे रहउचंती सेमाननको प्रणाम करी सकाळे उठिकी फोटो पठेबे पुणी सेकंड टाक्स होला कोन नाम कीर्तन करिकी फैमिली मेंबर बसिकी वीडियो करी पठेबे बुझियला समस्ते हरे कृष्ण आगु जिबा। ଆଜ୍ଞା अतिथि मानकर आदर सत्कार गृह को आसुथिबा अतिथि मानकु जेते संभव सेवा करा जाई पारे। गृहस्थ आश्रम निमित्त यह एक विशेष नियम होची अतिथि देव भव एटा मैं आलोचना कर सारी। जो व्यक्ति गृह रे रहिया पई उचित स्थान नहीं एवं खाइबा पई अन्न नहीं एपरि निर्धन व्यक्तिकर निमित्त गृहस्थ आश्रम रहते व्यक्ति एकमात्र सहारा अटंती अर्थात
ଏବେ ଆମେ ଆଲୋଚନା କରିଛେ ଯେଉଁମାନେ ନିର୍ଧନ ବ୍ୟକ୍ତି ବା ନିରାଶ ବ୍ୟକ୍ତି ସେମାନେ ଗୃହସ୍ଥ ସେମାନଙ୍କ ପାଇଁ ନା ଏକମାତ୍ର ସାହାରା ଅଟନ୍ତି। ଗୃହସ୍ଥ ସେମାନଙ୍କୁ ସାହାଯ୍ୟ କରିବା ଦରକାର। ଅତିଥି ଶିକ୍ଷାର ଅର୍ଥ ହଉଛି ମଧୁର ଶବ୍ଦରେ ସ୍ୱାଗତ କରିବା, ବସିବା ପାଇଁ ଆସନ ତଥା ଜଳ କିମ୍ବା ଭୋଜନ ପ୍ରଦାନ କରିବା। ଡାଉଟ ଏରା ସବୁ ଆଲୋଚନା ମୁଁ ଖାଲି ଓଭରାଲି ପଢୁଛି। ଶାସ୍ତ୍ର ଅନୁସାରେ ଯେତେବେଳେ ଅତିଥି ଅସନ୍ତୁଷ୍ଟ ହୋଇ ଚାଲି ଯାଇଥାନ୍ତି ସେ ତାଙ୍କର ସେ ତାଙ୍କର ନିଜର ସହିତ ସେଇ ଗୃହସ୍ଥର ପୁଣ୍ୟ ମଧ୍ୟ ନେଇଯାଇଥାନ୍ତି, ନିଜର ପାପକୁ ତାର ଗୃହରେ ଛାଡି ଦେଇଥାନ୍ତି। ଦେଖନ୍ତୁ ଶାସ୍ତ୍ର ଅନୁସାରେ ଯଦି ଗୋଟେ ଅତିଥି ଅସନ୍ତୁଷ୍ଟ ହୋଇ ଚାଲିଯାଏ ତାହେଲେ ସେ ଗୃହର ପୁଣ୍ୟ ନେଇକି ପଳେଇଯାଏ ଏବଂ ସେ ଅତିଥିର ଯଦି କିଛି ପାପ ଥାଏ ତାହେଲେ ସେ ଗୃହରେ କହେ ନା ସେ ପାପ ଛାଡି ଦେଇକି ଯାଇଥାଏ। ତେଣୁ ଅତିଥି ସେବା ନିହାତି ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଗୃହସ୍ଥ ଭୋଜନ ପୂର୍ବରୁ ସାଧୁ ଭିକ୍ଷୁକ ଅତିଥିଙ୍କୁ ଭୋଜନ ଦେବା ନିମିତ୍ତ ପ୍ରୟାସ କରିବା ଉଚିତ। ବୁଝିହେଲା? ଆମେ ଯେତେବେଳେ ପ୍ରତ୍ୟେକ ଗୃହସ୍ଥ ଆମେ ଭୋଜନ କରୁଛେ ବା ଭଗବାନଙ୍କ ପ୍ରସାଦ ଖାଉଛେ ଯାଇକି ପ୍ରଥମେ ଘର ବାହାରେ ଡାକିବା ଦରକାର ଯେ କିଏ ଭୋକିଲା ଅଛ କି, କିଏ ଭୋକିଲା ଅଛ କି, କିଏ ଭୋକିଲା ଅଛ କି, 3 ଥର ଡାକିବା ଦରକାର। ଯଦି କିଏ ଭୋକିଲା ଥିବ ତାହେଲେ ତାକୁ ପ୍ରସାଦ ଦେବା ଉଚିତ। ଇଏ ହଉଛି ଗୃହସ୍ଥର କର୍ତ୍ତବ୍ୟ, ନାଇଁ କଣ? ଆମେ ତାରା କରୁନେ କେହି। ଆମେ ଯଦି ଘରେ ବାହାରେ ଡାକିବା ତାହେଲେ ତମେ ନିଜେ ପ୍ରସାଦ ପାଇପାରିବାନି, ନା କଣ? ପ୍ରଭୁ ଘରେ ବାହାରେ କିଏ ଡାକିବା ଆମକୁ? ଘରେ ବାହାରେ ତ ସମସ୍ତେ ପଳେଇ ଆସିବେ, ନାଇଁ କଣ? ଠିକ ଅଛି, ଯେତିକି ଆମେ କରିବା କଥା କରିବା। ଗୃହ ଗୃହସ୍ଥଙ୍କୁ ସର୍ବପ୍ରଥମେ ଅତିଥି, ବିବାହିତ ପୁତ୍ରୀ, ରୋଗାକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ସ୍ତ୍ରୀ, ବୃଦ୍ଧ ବ୍ୟକ୍ତି ତଥା ଶିଶୁଙ୍କୁ ଭୋଜନ ଦେବା ଉଚିତ। ସେମାନଙ୍କୁ ଭୋଜନ ଦେଇ ସାରିବା ପରେ ସିଏ ଭୋଜନ କରିବା ଉଚିତ। ବୁଝିହେଲା? ଯଦି ଗୃହସ୍ଥରେ ପ୍ରଥମେ ଆମର ଅତିଥି ଦେବା, ଦେଖି ଅତିଥି ଅଛନ୍ତି, ଅତିଥି ପାଇବା ପୂର୍ବରୁ ଆମେ ପ୍ରସାଦ ପାଇବା ଉଚିତ ନୁହଁ। ତାପରେ କାହାକୁ ଦେବା ଦରକାର? ବିବାହିତ ପୁତ୍ରୀ। ବିବାହିତ ପୁତ୍ରୀ ମାନେ ଝିଅ ନା, ଯୋଉ ବିବାହିତ କି ଝିଅ କରିଥିବେ। ରୋଗାକ୍ରାନ୍ତ ବ୍ୟକ୍ତି, ଯଦି କି ଆମର ଘରେ ରୋଗାକ୍ରାନ୍ତ ହେଇକି ଅଛନ୍ତି, ଗର୍ଭବତୀ ସ୍ତ୍ରୀ, ସେମାନଙ୍କୁ ଆଗ ପ୍ରସାଦ ଦେବା ଉଚିତ। ବୃଦ୍ଧ ବ୍ୟକ୍ତି ତଥା ଶିଶୁମାନଙ୍କୁ ଭୋଜନ ଦେବା ଉଚିତ। ଏମାନଙ୍କୁ ଭୋଜନ ଦେଇ ସାରିଲା ପରେ ଆମେ ମାନେ ଭୋଜନ କରିବା ଉଚିତ। ବୁଝିହେଲା ନା ବୁଝିହେଲାନି? ଆମେ ଇଆଡେ କିଚେନରେ ଆଗ ପ୍ରସାଦ ପାଇ ଦଉଛେ, ତାପରେ ଦେଖୁଛେ କିଏ ଅଛନ୍ତି ପ୍ରସାଦ ପାଇବା ପାଇଁ। ବୁଝିଲେ? ନାଇଁ, ସେମିତି ସିଷ୍ଟମ ନୁହଁ ଆମର। ଆମର କଣ ଆଗ ଦେଖିବା ଦରକାର କିଏ ଘରର ଅତିଥି ଅଛନ୍ତି କି ନାହିଁ, ଘରରେ ସିନିୟର ବ୍ୟକ୍ତି କିଏ ଅଛନ୍ତି, ପିତା ମାତା କି ବଡ ଭାଇ କି ବଡ ଭଉଣୀ କି ଆମର ଅଲଗା କିଏ ସିନିୟର ବ୍ୟକ୍ତି କି କିଏ ପେସେଣ୍ଟ, କିଏ ଗର୍ଭବତୀ କିଏ ମା ଅଛନ୍ତି କି ଶିଶୁ ଅଛନ୍ତି, ଏମାନଙ୍କୁ ଆଗ ଆପଣ ପ୍ରସାଦ ଦେବେ। ତାପରେ ଏମାନେ ପାଇସାରିଲା ପରେ ଆମମାନେ ପାଇବା ଉଚିତ। ସବୁ ବୁଝି ହଉଛି ନା ବାଉଁଶି ହଉଛି? ବୁଝି ହଉଛି। ଯେଉଁ ବ୍ୟକ୍ତି ଦାନ ଧର୍ମ ନ କରି ନିଜେ ରୋଷେଇ କରି ନିଜେ ଖାଇଥାନ୍ତି ସେ କେବଳ ପାପ ଭୋଜନ କରିଥାନ୍ତି। ବୁଝିହେଲା? ଯେ ଦାନ କରୁନି, ଧର୍ମ କରୁନି, ନିଜେ ରୋଷେଇ କରି ନିଜେ ଖାଉଛି, ସେ କେବଳ ପାପ ଭୋଜନ କରିଥାନ୍ତି। ଅତିଥିଙ୍କର ସେବା ଅତ୍ୟନ୍ତ ପ୍ରେମ ପୂର୍ବକ ତଥା ଆଦର ସହିତ କରିବା ଉଚିତ। କୃତ୍ରିମ ରୂପେ କେବଳ ଏ କର୍ମ ବୋଲି ନ ଭାବି ତାଙ୍କର ସେବା କରିବା ଉଚିତ ନୁହେଁ। ଆମେ ଅତି ସେବା ପୁରା ଭଲକି ଆଲୋଚନା କରିଛେ, ତାକୁ ମୁଁ ଏତେ ଡିଟେଲ୍ସ ମାନେ ଆଉ କହୁନି। ବରିଷ୍ଠ ବ୍ୟକ୍ତିଙ୍କର ସେବା। ଗୃହସ୍ଥ ନିଜ ଠାରୁ ବଡ ବରିଷ୍ଠ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନମ୍ର, ଆଦର ଯୁକ୍ତ ତଥା ସୁଖକାରକ ସମ୍ବନ୍ଧ ରଖିବା ଉଚିତ। ଯଦି ସେ ଭକ୍ତ ନ ହୋଇଥାନ୍ତି ତଥାପି ମଧ୍ୟ କହିବା ଯଦି କିଏ ଭକ୍ତ ବି ନୁହନ୍ତି ଆମ ଫ୍ୟାମିଲି ମେମ୍ବରରେ, ତଥାପି ଯଦି ସେ ଆମଠୁ ସିନିୟର, ତାଙ୍କୁ ଆମେ ଅତ୍ୟନ୍ତ କଣ ସୁନ୍ଦର ବ୍ୟବହାର କରିବା ଦରକାର, ନମ୍ର ବ୍ୟବହାର ଦରକାର। ହେ ତୁ ଭକ୍ତ ନୁହଁ, ଏମିତି କିଛି ଆଜି ବି ଶୁଣିଥିଲି କିଏ ଜଣେ କହୁଥିଲେ
ମାନେ ପୁରା ତାକୁ ରଫ୍ କରିକି କହୁଛନ୍ତି, ନାଇଁ ଏମିତି ନୁହଁ। ଆମେ ବୈଷ୍ଣବ, ଆମେ ଭଗବାନଙ୍କର ଭକ୍ତ, ଆମର କଥା ଯେମିତି କାହାର ହୃଦୟକୁ କଷ୍ଟ ନ ଦିଏ। ଇଏ ହଉଛି ବାଚ ସଂଯମ, ବାଚ ତପସ୍ୟା। ବାଚ ତପସ୍ୟା ମାନେ କଣ? ଆମର ବଚନଟା ଯେମିତି କାହାକୁ ଦୁଃଖ ନ ଦବ, ସେଥିପ୍ରତି ଆମେ ସେଇଭଳିଆ ବଚନ କହିବା ଦରକାର। ତାକୁ ବାଚ ତପସ୍ୟା କୁହାଯାଏ। ବୁଝିଲେ ତ? ସମସ୍ତେ ବାଚ ତପସ୍ୟା କରନ୍ତୁ। କହିବା ପୂର୍ବରୁ ପ୍ରଥମେ ଧ୍ୟାନ ଦିଅନ୍ତୁ ଯେ ମୋ କଥା ଅନ୍ୟ କାହା ହୃଦୟକୁ କଷ୍ଟ ଦଉନି ତ। ଏଇଭଳି ଆପଣ ବାଚ ଅର୍ଥାତ୍ ବଚନର ତପସ୍ୟା କରନ୍ତୁ। ତାଙ୍କ ସହିତ କେବେ ନିଷ୍ଠୁର, କର୍କଶ କିମ୍ବା ପର ବୋଲି ଭାବି ବ୍ୟବହାର କରିବା ଉଚିତ ନୁହେଁ। ତାଙ୍କୁ ଆରାମ ତଥା ଆଦର ପ୍ରଦାନ କରି ତାଙ୍କ ସେବା କରିବା ଆବଶ୍ୟକ। ଏସବୁ କରିସାରିବା ପରେ ଗୃହସ୍ଥକୁ ନିଜର କୃଷ୍ଣ ଭାବନରେ ଦୃଢ଼ ରହିବା ଆବଶ୍ୟକ। ଅନ୍ୟ ଜୀବଙ୍କର ସେବା, ଉଦାର ହୃଦୟ ଯୁକ୍ତ ହେବା ଉଚିତ। ଉଦାର, ଭୁରିଦା ଜନ, କାଲି ଆମର କ୍ଲାସ ହଉଥିଲା ଭୁରିଦା ଜନ। ଭୁରିଦା ମନ, ଭୁରିଦା ହେଲା ସବୁଠାରୁ ଦୟାବାନ ବ୍ୟକ୍ତି। କିଏ ସେ? ଯିଏ ସବୁଠାରୁ ଦୟାବାନ ବ୍ୟକ୍ତି ତାକୁ ଭୁରିଦା କୁହାଯାଇଥାଏ। ଭୁରିଦା, ସବୁଠାରୁ ଦୟାବାନ ବ୍ୟକ୍ତି କିଏ ସେ? ବୈଷ୍ଣବ। ବୁଝିହେଲା? ଭଗବାନଙ୍କର ଭକ୍ତ ହଉଛନ୍ତି ସବୁଠାରୁ ଦୟାବାନ ବ୍ୟକ୍ତି। ଯେମିତି ଆପଣ ବାରମ୍ବାର ଶୁଣିଛନ୍ତି, ନା ମନେ ପଡୁନି, କାଟିକି ଗୋଡ଼ ହାତ କାଟିକି କୂଅରେ ପକେଇଦେବେ, ନା କଣ ତ? ଛାଡ଼, ଆମ ଟପିକ ସେୟା ନୁହଁ। କହିବାର ଉଦ୍ଦେଶ୍ୟ ହଉଛି ଜଣେ ବୈଷ୍ଣବ ସର୍ବଦା ହୃଦୟରେ ଦୟା କରିବା ଉଚିତ, ଅର୍ଥାତ୍ ସିଏ ତାର ଶତ୍ରୁକୁ ମଧ୍ୟ ଦୟା କରିବ। ଜଣେ ସାଧୁ ଥିଲେ, ଗୋଟେ ଛୋଟ ଗୋଟେ ଗପ। ସାଧୁ ଥିଲେ, ସେ ସବୁଦିନ ସକାଳୁ ଉଠିକି ଗଙ୍ଗା ସ୍ନାନ କରନ୍ତି। ସେଦିନ ସକାଳୁ ଗଙ୍ଗା ସ୍ନାନ କରୁଛନ୍ତି, ଜଣେ ମୁସଲମାନ କଣ କଲେ ନା ତା ଉପରୁ ଛେପ ପକେଇଦେଲେ। ଆରେ ଗଙ୍ଗା ସ୍ନାନ କରିକି ଛେପ ପକେଇଦେଲେ, କଣ କରିବେ? ପୁଣି ଯାଇ ଗଙ୍ଗା ସ୍ନାନ କଲେ। ପୁଣି ଗଙ୍ଗା ସ୍ନାନ କରିକି ଆସୁଛନ୍ତି, ପୁଣି ଥରେ ମୁସଲମାନ ଆଉଥରେ ଛେପ ପକେଇଦେଲେ ତାକୁ। ଆରେ କଣ ଛେପ? ପୁଣି କିଛି କହିଲେନି, ପୁଣି ଗଲେ ଗଙ୍ଗାରେ ସ୍ନାନ କଲେ। ପୁଣି ଗଙ୍ଗାରେ ସ୍ନାନ କରିକି ଆସୁଛନ୍ତି, ପୁଣି ଥରେ ଛେପ ପକେଇଦେଲେ। ଏଇ ଭଳିଆ 20 ଥର ଖଣ୍ଡେ ଛେପ ପକେଇଦେଲେ ତାଙ୍କ ଦେହରେ। ତଥାପି ସେ ସାଧୁ ଜଣକ କିଛି ରିଆକ୍ଟ କଲେନି, ପୁଣି ଯାଇ ଗଙ୍ଗାରେ ସ୍ନାନ କରି ପୁଣି ଆସିଲେ। 20 ଟାଇମ ନା କେତେ ଟାଇମ ମନେ ପଡୁନି ମୋର, ସେ ଟାଇମରେ ସେ ମୁସଲମାନ ଯୁବକ କଣ କଲେ ନା ସେ ସାଧୁଙ୍କୁ ଗୋଳ ତଳେ ପଡ଼ି କ୍ଷମା ମାଗିଲେ। ସାଧୁ ତମର ଭୁଲ ହେଇଯାଇଛି, ଆଉ ଛେପ ପକେଇଲେନି। 20 ଥର ପରେ ମଧ୍ୟ ସେ ସାଧୁଙ୍କର ଚରଣରେ ପଡ଼ି କ୍ଷମା ମାଗିଲେ। ତାହେଲେ ଏ ଗପରେ ଆମେ କଣ ଶିଖିଲେ? କିଏ କହିବେ କଣ ଶିଖିଲେ ଆମେ? ଦୟା। ସହିବା। ହଁ, ଦୟା। ନାଇଁ କଣ? ଦେଖନ୍ତୁ, ଯଦି ଆମ ଉପରେ କିଏ ଥର ଛେପ ପକେଇଥାନ୍ତେ, ଆମେ କଣ କରିଥାନ୍ତେ? ସେଇଠି ବାଡେଇ ଦବା। ବାଡିଥାନ୍ତେ। ଠିକ ଅଛି, ଆମେ ବୈଷ୍ଣବ କଣ୍ଟିନ୍ୟୁ ଥରେ ଗାଧୋଇ ପଳେଇ ଆସିଲା ଗଙ୍ଗାରେ। ତାପରେ ଦ୍ୱିତୀୟ ଥର ଛେପ ପକେଇଥିଲେ, ଝଗଡା ହେଇଯିବ ପ୍ରଭୁ। ନାଇଁ କଣ? ଆଉ ତୃତୀୟ ଥର ହେଇଥିଲା ତ ପୁରା ଭୂମିକମ୍ପ, ନାଇଁ କଣ? ନିଜେ ଛେପ ପକେଇ ଦେଇଥାନ୍ତେ। ତା ଜୀବନ ପ୍ରଭୁ ନେଇଯିବା। କିନ୍ତୁ ଭାବନ୍ତୁ, ଇଏ ବୈଷ୍ଣବ ଲକ୍ଷଣ ନୁହଁ। ବୈଷ୍ଣବ ସେ 20 ଥର ସ୍ନାନ କରିକି ଆସିଲେ, ଇଏ ଦେଲେ ମୁସଲମାନ ଯୁବକ ତାଙ୍କୁ ଗୋଡ ତଳେ ପଡ଼ି କ୍ଷମା ମାଗିଲେ। ଦେଖନ୍ତୁ ସାଧୁଙ୍କର କଣ ଉକ୍ତି ଦେଖନ୍ତୁ। ସାଧୁ କହିଲା ନା ନା, ତୁମର ଭୁଲ ନୁହଁ, ତୁମ କୃପାରୁ, ମାନେ ସେ ମୁସଲମାନ ଯୁବକ କହୁଛି ତୁମର କୃପାରୁ ମୁଁ ଆଜି ଗଙ୍ଗାଙ୍କର 20 ଥର ସ୍ନାନ କଲି। କେତେ ଥର ସ୍ନାନ କଲି? 20 ଥର। 20 ଥର ସ୍ନାନ କଲି। କୁହନ୍ତୁ, ଇଏ ହଉଛି ବୈଷ୍ଣବର ହୃଦୟ। ଓଲଟା ସେ ମୁସଲମାନ ଯୁବକକୁ ସିଏ କଣ କରୁଛନ୍ତି ନା କ୍ଷମା ମାଗୁଛନ୍ତି ଯେ ପ୍ରଭୁ ଆପଣ ମତେ କୃପା କରନ୍ତୁ, ଆପଣଙ୍କ କୃପା ବଳରେ ମୁଁ ଆଜି ଗଙ୍ଗାଜୀଙ୍କ ପାଖରେ କେତେ 20 ଥର ସ୍ନାନ କଲି। ମୁଁ ଥରେ ସ୍ନାନ କରିଥାନ୍ତି, ଆପଣ ସିନା 20 ଥର ଛେପ ପକେଇବାରେ ମୁଁ 20 ଥର ସ୍ନାନ କଲି।
ଗଙ୍ଗାଦିଙ୍କର ପାଖରେ କଣ କଲି ଯାଇକି ବୁଡ଼ ପକେଇଲି, ନହେଲେ କେମିତି ବୁଡ଼ ପକେଇଥାନ୍ତି? ଭାଇ ଇଏ ହଉଛି ବୈଷ୍ଣବ ହୃଦୟ। କହିବାର ଉଦ୍ଦେଶ୍ୟ ହଉଛି ଆମେ ବୈଷ୍ଣବ ହବା ନିହାତି ଏକାନ୍ତ ଆବଶ୍ୟକ। ଗୋଟେ ଜୀବ ପ୍ରତି ଆମମାନଙ୍କର ହୃଦୟରେ ଦୟା ରହିବା ଉଚିତ। ସିଏ ଶତ୍ରୁ ହଉନା କାହିଁକି, ଆମେ ଶତ୍ରୁ ମିତ୍ର ସମାଜକୁ ସମାନ ଦେଖିବା ଉଚିତ। ବୁଝିହେଲା? ନିଜର ପରିବାରର ସଦସ୍ୟ ବୋଲି ଭାବିବା ଉଚିତ। ବୁଝୁଛନ୍ତି ତ? ମାନେ ସେମାନେ ହଉଛନ୍ତି ଆମ ପରିବାର ସଦସ୍ୟ, ଏହିପରି ଭାବେ ମାନେ ଭାବିବା ଉଚିତ। ନେକ୍ସଟ ଚାଲନ୍ତୁ। ପଡ଼ିଶା ତଥା ସମାଜର ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସମାନ ବ୍ୟବହାର ପ୍ରଦର୍ଶନ କରିବା ଉଚିତ। ଗୃହରେ କାର୍ଯ୍ୟ କରୁଥିବା ଚାକର ସହିତ ମଧ୍ୟ ପୁତ୍ର ସଦୃଶ ବ୍ୟବହାର କରିବା ଉଚିତ। ପଶୁ କୀଟ ଆଦିଙ୍କୁ ହତ୍ୟା କରିବା ଉଚିତ ନୁହେଁ। ନା କଣ ଲେଖାଯାଇଛି? ନୁହେଁ। ଉଚିତ ନୁହଁ। ନାଇଁ, ସୁନ୍ଦର ଷ୍ଟେଟମେଣ୍ଟ ନା। ଆମ ଗୃହରେ କାର୍ଯ୍ୟ କରୁଥିବା ଚାକର ଚାକରାଣୀ କହିପାରିବେ, ସେମାନଙ୍କୁ ଆମେ କିପରି ପାଳନ କରିବା ଉଚିତ? ପୁତ୍ର ସଦୃଶ୍ୟ। ଆମେ ଦେଖିପାରିବା, ଆମର ଭିଜନ ଅଛି ନା, ପୁତ୍ର ସଦୃଶ୍ୟ ଦେଖିବା ଉଚିତ। ପଶୁ କୀଟ ଆଦିକୁ ହତ୍ୟା କରିବା ଉଚିତ ନୁହଁ। କାଲି ଗୋଟେ ଇଣ୍ଟରେଷ୍ଟିଂ ଆପଣଙ୍କୁ ମାନେ ମୋର ରିଏଲାଇଜେସନ ପଏଣ୍ଟ କହୁଛି। କାଲି କି ବାର ଥିଲା? କାଲି ରବିବାରେ, କାଲି ନା ପରଦିନ, କାଲି ମନ୍ଦିର ମୁଁ ଏଣ୍ଟ୍ରି କରୁଛି। କାଲି ମନ୍ଦିର ଏଣ୍ଟ୍ରି କରୁ କରୁକା ଜଣେ ମୃଦଙ୍ଗ ବଜାନ୍ତି, ସେ ମୃଦଙ୍ଗ ଶିଖଉଛନ୍ତି, ମୃଦଙ୍ଗ ବଜାନ୍ତି। ସିଏ କଣ କଲେ ନା, ତାଙ୍କ ହାତରେ କଣ ଗୋଟେ ପିମ୍ପୁଡ଼ି ଚାଲିଥିଲା, ଖାଲି ଜଷ୍ଟ ହାତ ଝାଡ଼ିଦେଲେ ଏବଂ ସେ ପିମ୍ପୁଡ଼ି କଣ ନା ତଳେ ପଡ଼ିଗଲା। ତଳେ ପଡ଼ିଲା ଯେ ଜଷ୍ଟ ବର୍ଷା ହେଇଯାଇଛି ପାଣିରେ, ମାନେ ପିମ୍ପୁଡ଼ିଟା କାଳେ ପାଣିରେ ପଡ଼ି ମରିଯିବ କି, ସେ ସାଙ୍ଗେ ସାଙ୍ଗେ ବସିକି ପିମ୍ପୁଡ଼ିଟା ଖୋଜିଲେ। ପିମ୍ପୁଡ଼ି କୁଆଗଲା, ପିମ୍ପୁଡ଼ି କୁଆଗଲା, ପିମ୍ପୁଡ଼ି କୁଆଗଲା। ପୁରା 10 ମିନିଟ୍ ବ୍ୟାକୁଳିଲେ, ହେ ପ୍ରଭୁ ପିମ୍ପୁଡ଼ିଟା ଖସିଗଲା ତଳକୁ, ଖସିଗଲା। ପୁରା ସେଇଠି ଖୋଜିଲେ, ମୁଁ ବସିକି ଖୋଜିଲି, ପିମ୍ପୁଡ଼ି ପାଇଲିନି କୋଉଠି, ସିଏ ପାଇଲେନି। କିନ୍ତୁ ତାଙ୍କ ମନରେ ଏତେ ଦୁଃଖ ହେଲା, ଏତେ କଷ୍ଟ ହେଲା। ମୁଁ ସେଇଠି ଭାବିଲି, ପ୍ରଭୁ ଏଭଳିଆ ବୈଷ୍ଣବ ବି ଆମ ମନ୍ଦିରରେ ଅଛନ୍ତି। ମୁଁ ପୁରା ମାନେ କଣ କହିଲି, ମାନେ ନିଜକୁ ବହୁତ ଗର୍ବ ମନେ କଲି। ବୋଲି ଏମାନଙ୍କର ଗୁଣ ଯଦି ଦେଖିଲେ ଆମର ଗୁଣ କିଛି ନୁହଁ। ଗୋଟେ ପିମ୍ପୁଡ଼ି ଦେହରୁ ଖସିଗଲା ବୋଲି ସେ 10 ମିନିଟ୍ ସେଠି ଖୋଜୁଛନ୍ତି ଏବଂ ମନ ଦୁଃଖ କରୁଛନ୍ତି। ପିମ୍ପୁଡ଼ିଟା ପଡ଼ିଗଲା, କୁଆଡ଼େ ଗଲା, ମାନେ ଏତେ ତାଙ୍କ ମନରେ କଷ୍ଟ ହେଲା। ପିମ୍ପୁଡ଼ିଟା ହୁଏତ ଜଳରେ ପଡ଼ିକି କୋଉଠି ମରିଯାଇଥିବ, ଏତେ କଷ୍ଟ ହେଲା। ଇଏ ହଉଛି ବୈଷ୍ଣବର ଗୁଣ। ମାନେ ଆମର ଏ ବୈଷ୍ଣବ ଗୁଣ କେବେ ଆସିବ? ତେଣୁ ସେଥିପାଇଁ କୁହାଯାଉଛି ମାନେ ବୈଷ୍ଣବ ପଶୁ ପକ୍ଷୀ କୀଟ ଆଦିଙ୍କୁ ହତ୍ୟା କରିବା ଉଚିତ ନୁହଁ। ସେଟା ଜଣେ ସେତେବେଳେ ହତ୍ୟା କରିବ ନାହିଁ ଯେତେବେଳେ ତାର ହୃଦୟରେ ଦୟା ଆସିବ। ଏବଂ ଏ ଦୟା ସେତେବେଳେ ଆସିବ ଯେତେବେଳେ ଜଣେ ଭଗବାନଙ୍କର ଭକ୍ତିରେ ସଂଲଗ୍ନ ଯୁକ୍ତ ରହିବ। ସଂଲଗ୍ନ ବୁଝୁଛନ୍ତି ତ? ଏନି ଟାଇମ ଏଭ୍ରି ଟାଇମ ଭଗବାନ କଥା ଚିନ୍ତା କରିବ। ଭଗବାନଙ୍କର ମିନିମମ୍ ସକାଳେ ସନ୍ଧ୍ୟାବେଳେ ସେ ନିଶ୍ଚିତ ରୂପେ ଭଗବାନଙ୍କୁ ସମୟ ଦେବ। ତାହେଲେ ସେ ବ୍ୟକ୍ତି ପାଖରେ ଭଗବାନଙ୍କର ସଦ୍ଗୁଣ ଟ୍ରାନ୍ସଫର ହବ। ଟ୍ରାନ୍ସଫର ଯେମିତି ଗୋଟେ ଲୁହା ଅଗ୍ନିରେ ମିଶିଗଲେ ଅଗ୍ନିର ଗୁଣ ମଧ୍ୟ ଲୁହାକୁ ଆସିଥାଏ, ହଁ କି ନାଇଁ? ଗୋଟେ ଅଗ୍ନି ଲୁହାଟେ ପକେଇଲେ କିଛି ସମୟ ପରେ ଲୁହା କଣ ହବ? ତାତି ଯାଉଛି କି ନାଇଁ? ଅଗ୍ନିର ଗୁଣ ଲୁହାକୁ ଆସିଯାଉଛି। ସେଇପରି ଯଦି ଭଗବାନଙ୍କର ସହିତ ଯୁକ୍ତ ରହିବା ସକାଳେ ସନ୍ଧ୍ୟାବେଳେ, ଆଟଲିଷ୍ଟ ଆମେ ତ ଆଉ ଅନ୍ୟ ଟାଇମ୍ ରହିପାରିବା ନାହିଁ, ଯଦି ରହିବା ଆଟଲିଷ୍ଟ ଭଗବାନଙ୍କର କିଛି କିଛି ଗୁଣ ଆମ ପାଖକୁ ଟ୍ରାନ୍ସଫର ହବ। ଯେମିତି ଦୟା ଗୁଣ, ଦୟା କାହାର ଗୁଣ? ଭଗବାନଙ୍କର ଗୁଣ ଆମ ପାଖକୁ ଟ୍ରାନ୍ସଫର ହେଇପାରେ। ତେଣୁ ଏ ଦୟା ନିହାତି ପ୍ରତ୍ୟେକ ବୈଷ୍ଣବ ମାନଙ୍କର ହୃଦୟରେ ରହିବା ଉଚିତ। ନେକ୍ସଟ, ଯଦି ଯୋଗ୍ୟ ଉପାୟ ତଥା ସ୍ୱଚ୍ଛତା ପାଳନ ଗୃହରେ କଲେ ମଧ୍ୟ ଏମାନଙ୍କୁ ଯଦି ଯୋଗ୍ୟ ଉପାୟ ତଥା ସ୍ୱଚ୍ଛତା ପାଳନ ଗୃହରେ କଲେ ମଧ୍ୟ ଏମାନେ ଗୃହକୁ ଆସନ୍ତି, ତେବେ ଏମାନଙ୍କୁ ପାରିବାରିକ ସଦସ୍ୟ ଯୁକ୍ତ ବ୍ୟବହାର କରିବା ଉଚିତ। ଏ ବୋଧେ ପଶୁପକ୍ଷୀ କଥା କୁହାଯାଉଛି। ପଶୁକୁ ବନ୍ଧନ କରି କିମ୍ବା ତାଙ୍କ ଉପରେ କର୍ତ୍ତୃତ୍ୱ ଜାରି ରଖିବା ଉଚିତ ନୁହଁ। ଆମେ ତ ସେୟା କରୁଛୁ, ପଶୁକୁ ବନ୍ଧନ କରି ରଖୁଛେ, ତାଙ୍କ ଉପରେ କଣ କରୁଛେ, ଆମର ମାଲିକତା ଦେଖାଉଛେ, ନାଇଁ କଣ? ନାଇଁ ସେ ନୁହଁ। ଇଭେନ ଗୋଟେ ବୈଷ୍ଣବ
ଯଦି ମାନେ କୁକୁରକୁ ମଧ୍ୟ ଦେଖେ, ମୁଁ ବି ଦେଖନ୍ତୁ ଆଜି ଗୋଟେ ଖୋଲିକି ଆପଣ ମାନଙ୍କୁ ସମସ୍ତଙ୍କୁ କହୁଛି, ଧ୍ୟାନ ଦେଇ ଶ୍ରବଣ କରନ୍ତୁ। ଯଦି ଜଣେ ବୈଷ୍ଣବ ଗୋଟେ କୁକୁରକୁ ମଧ୍ୟ ଦେଖେ, ତାହେଲେ ମଧ୍ୟ ସେ ମନେ ମନେ ତାକୁ ପ୍ରଣାମ କରିବ, ହରେ କୃଷ୍ଣ କହିବ। କାହିଁ କହିବ? ଏହାର ଆନ୍ସର କିଏ ଦେଇପାରିବେ? କିଛି ମୁଣ୍ଡରେ ପଶୁଛି? କୁକୁର ଭିତରେ ଆତ୍ମାରେ ଶରୀର ଭଗବାନ ଅଛନ୍ତି, ତେଣୁ ସେ କୁକୁରକୁ ପ୍ରଣାମ କରୁନାହାନ୍ତି, ସେ ଭଗବାନଙ୍କୁ ପ୍ରଣାମ କରୁଛନ୍ତି। ବାସ୍, ଇଏ ହଉଛି ବୈଷ୍ଣବ। ବୁଝିଲେ? ଦେଖନ୍ତୁ ବୈଷ୍ଣବ କୁକୁରଟେ ଶୋଇଛି କି ବିଲେଇ ଶୋଇଛି କି ଅନ୍ୟ ଗୋଟେ ଘୃଣ୍ୟ ପଶୁଟେ ଶୋଇଛି, ଯାହା ଦେଖିଲେ ଆମେ ଘୃଣା କରୁଛୁ, ଘୁଷୁରି ହଉ, ସେ ଶୋଇଛି, ଅଲଗା ସମସ୍ତେ ଘୃଣା କରନ୍ତି, ଟେକା ମାରନ୍ତି, ହେ ହେ କରନ୍ତି। କିନ୍ତୁ ଏ ବୈଷ୍ଣବ ସେ ଇଏ ଜନ ସମାଜକୁ ଦେଖିଲା ଭଳିଆ ପ୍ରଣାମ କରିବ ନାହିଁ, କିନ୍ତୁ ମନେ ମନେ ସେ ଜୀବର ହୃଦୟରେ ଥିବା ପରମାତ୍ମାକୁ ପ୍ରଣାମ କରିବ। ସେ ଜୀବର ହୃଦୟରେ ଥିବା କିଏ? ସେ ପରମାତ୍ମା। ତାର ସେ ଜୀବର ହୃଦୟ ପରମାତ୍ମା ଅଛନ୍ତି କି ନାହିଁ? ସେ ଅଛନ୍ତି। ଜୀବ କୌଣସି କାରଣବଶତଃ କଣ କରିଛି ନା ଘୁଷିର ଶରୀର ପାଇଯାଇଛି, ଘୁଷିର ଡ୍ରେସ ଟା ପିନ୍ଧିଛି ନା, କିନ୍ତୁ ଭିତରେ ପରମାତ୍ମା ଅଛନ୍ତି କି ନାହିଁ? ଭଗବାନ ଅଛନ୍ତି କି ନାହିଁ? ତେଣୁ ସେ ପ୍ରଣାମ କରିବେ ମନେ ମନେ। ଇଏ ହଉଛି ବୈଷ୍ଣବତା। ତେଣୁ ଆମମାନେ ମଧ୍ୟ ପ୍ରତ୍ୟେକ ଜୀବକୁ ମନେ ମନେ ପ୍ରଣାମ କରିବା ଦରକାର, କାରଣ ପ୍ରତ୍ୟେକ ଜୀବର ହୃଦୟରେ ପରମାତ୍ମା ବିରାଜମାନ କରୁଛନ୍ତି। ବୁଝିହେଲା? ପୁତ୍ର ପ୍ରାପ୍ତି କେତେ ଅଛି? ସରିବ ନା କାଲିକି ଯିବ? ନା ଆଜି ତ ସରିବନି, ମତେ ଲାଗୁଛି ଆଉ 2 ଦିନ ଲାଗିବ। ଏଇ ସଂସ୍କାର ପର୍ଯ୍ୟନ୍ତ ଆମେ ପଳେଇଥାନ୍ତେ ଆଜି, ଆଉ ସମୟ ଲାଗିଲାଣି। ହଁ ଠିକ ଅଛି, ଚାଲନ୍ତୁ। ପୁତ୍ର ପ୍ରାପ୍ତି ଯେତିକି ଯିବ। ଚାଣକ୍ୟ ପଣ୍ଡିତ କହିଛନ୍ତି ପୁତ୍ରହୀନ ଗୃହ ଶୂନ୍ୟ, ଅର୍ଥାତ୍ ପୁତ୍ର ବିନା ଗୃହ ଶୂନ୍ୟ ଅଟେ। ଯଦି ପୁତ୍ର ନାହିଁ ତାହେଲେ ସେ ଗୃହ ନୁହେଁ, ବା ଯଦି ପୁତ୍ର ନାହିଁ ତେବେ ପିତାର ଉଦ୍ଧାର ହୋଇପାରିବ ନାହିଁ। ଦେଖ, ଯୋଉମାନଙ୍କର ପୁଅ ନାହିଁ, ଗଲା ସେମାନେ ନରକକୁ ଗଲେ, ରେଡି ହେଇ ଯାଇଥାନ୍ତୁ। କାହାର ପୁଅ ନାହିଁ ହ୍ୟାଣ୍ଡ ରେଜ କରନ୍ତୁ, ନରକକୁ ଯିବେ ରେଡି ହୁଅନ୍ତୁ। କାରଣ ପୁତ୍ର ହିଁ ତାର ପିତା ମାତାଙ୍କୁ କଣ କରେ? ଉଦ୍ଧାର କରିଥାଏ। ପୁତ ନାମକ ନରକରୁ ଯିଏ ଉଦ୍ଧାର କରିଥାଏ ତାର ନାମ ହଉଛି ପୁତ୍ର। ତେଣୁ ଯେଉଁମାନଙ୍କର ପୁଅ ନାହିଁ ସେ ରେଡି ହୁଅନ୍ତୁ ନରକକୁ ଯିବା ପାଇଁ। ରେଡି ତ ସମସ୍ତେ? ବନ୍ଦନା ମାତାଙ୍କର ପୁଅ ନାହିଁ ବୋଧେ? ଠିକ ଅଛି, ରେଡି ହୁଅନ୍ତୁ। ନାଇଁ ସେମିତି ନାହିଁ, ଆମେ ବି ଯିବାନି କାହିଁ ପଛେ କହିବା, ଚାଲନ୍ତୁ ଆଗକୁ ଯିବା। ଧାର୍ମିକ ବିବାହର ଉଦ୍ଦେଶ୍ୟ ହଉଛି, ସୁନ୍ଦର ପଏଣ୍ଟ, ଦେଖନ୍ତୁ ଆମ ପଏଣ୍ଟ ଆଇଲା। ଧାର୍ମିକ ବିବାହର ଉଦ୍ଦେଶ୍ୟ ହଉଛି ଏପରି ଏକ ପୁତ୍ର ପ୍ରାପ୍ତ ହେବା ଯେ ମାତା ପିତାକୁ ନରକ ବାସରୁ ମୁକ୍ତି ପ୍ରଦାନ କରିବ। ଇଏ ହଉଛି ବିବାହର ମୁଖ୍ୟ ଉଦ୍ଦେଶ୍ୟ। ବୁଝିଲେ? ବିବାହର ମୁଖ୍ୟ ଲକ୍ଷ୍ୟ ହଉଛି ଗୋଟେ ପୁତ୍ର ପ୍ରାପ୍ତ କରିବା ଦରକାର, ଯେଉଁ ପୁତ୍ର ତାର ପିତା ଏବଂ ମାତାକୁ ନରକ, ଯେ ପୁତ ନାମକ ନରକରୁ ମୁକ୍ତି କରିବ। ଇଏ ହଉଛି ବିବାହର ଉଦ୍ଦେଶ୍ୟ। ବିବାହର ଅର୍ଥ ନୁହେଁ ଇନ୍ଦ୍ରିୟ ତୃପ୍ତି କରିବା, ବୁଝିହେଲା ତ? ବିବାହର ଏକମାତ୍ର ଲକ୍ଷ୍ୟ ହେଲା କଣ? ନା ପୁତ୍ର ଉତ୍ପନ୍ନ କରିବା, ଯେଉଁ ପୁତ୍ର ପିତା ମାତାଙ୍କୁ କଣ କରିନେ? ଉଦ୍ଧାର କରିଥାଏ। ଶ୍ରାଦ୍ଧ କଲେ ତଥା ପୁତ୍ର ପ୍ରାପ୍ତି ହେଲେ ପିତୃଲୋକକୁ ନରକ ବାସରୁ ମୁକ୍ତି ମିଳିଥାଏ। ଯଦି ପୁତ୍ର ନାହିଁ ତାହେଲେ ଆମେ ଯୋଉ ପିତୃ ପୁରୁଷ ମାନେ ନରକରେ ଥିବେ, ବା ପିତୃପୁରୁଷ ଲୋକମାନେ ଯୋଉ ପିତୃପୁରୁଷ ଲୋକରେ ଯୋଉ କଷ୍ଟ ପାଉଥିବେ, ସେମାନେ ମୁକ୍ତ ହୋଇପାରିବେ ନାହିଁ। ତେଣୁ ଯଦି ପୁତ୍ର ଶ୍ରାଦ୍ଧ କରେ ତାହେଲେ ପିତୃପୁରୁଷ ଲୋକରେ ଥିବା ଆମର କଣ ଯୋଉ ପିତୃପୁରୁଷ ମାନେ ସେମାନେ ଉଦ୍ଧାର ହେଇପାରିବେ, ନଚେତ ଉଦ୍ଧାର ହେଇପାରିବେ ନାହିଁ। ତେଣୁ ପୁତ୍ରର ଏକାନ୍ତ ଆବଶ୍ୟକ ରହିଛି। ଶିଲା ପ୍ରଭୁପାଦ କହିଛନ୍ତି ଏଥିପାଇଁ ପିତାକୁ ବୈଷ୍ଣବ ହବା ଉଚିତ। ଖାଲି ପୁତ୍ର ଜନ୍ମ କରିଦେଲେ ଲାଭ କିଛି ନାହିଁ। ପିତା ମାତାଙ୍କର ଯୋଉ ମୁଖ୍ୟ କର୍ତ୍ତବ୍ୟ ହେଲା କଣ?
ନା ନିଜର ସନ୍ତାନକୁ ବୈଷ୍ଣବ କିମ୍ବା ବୈଷ୍ଣବୀ କରିବା ଉଚିତ ତଥା ନିଜର ପୁତ୍ରକୁ ଏ ପ୍ରକାର ପାଳନ ପୋଷଣ କରିବା ଉଚିତ ଯଦ୍ୱାରା ପୁତ୍ର ମଧ୍ୟ ବୈଷ୍ଣବ ହେଇପାରିବ। ଯଦି କୌଣସି କାରଣରୁ ପିତାଙ୍କୁ ନରକଗାମୀ ହେବାକୁ ପଡିଥାଏ ତେବେ ପୁତ୍ର ତାକୁ ମୁକ୍ତି ପ୍ରଦାନ କରିବ। ବୁଝିହେଲା? ପ୍ରଭୁପାଦ ଜଣେ ପଚାରିଲେ, ପ୍ରଭୁପାଦ ମୁଁ ଅନେକ ସନ୍ତାନ ଉତ୍ପନ୍ନ କରିବାକୁ ଚାହୁଁଛି। ପ୍ରଭୁପାଦ କହିଲେ ଭଲ କଥା, ବେଶ, କିଛି ଅସୁବିଧା ନାହିଁ। ପ୍ରଭୁପାଦ କହିଲେ ତୁମେ ସନ୍ତାନ ଉତ୍ପନ୍ନ କରିବା ଆମ ପାଇଁ ଭଲ, ଏଇଟା ମନା ନାହିଁ, କିନ୍ତୁ ପ୍ରତ୍ୟେକ ସନ୍ତାନ ଯେପରି ବୈଷ୍ଣବ और ବୈଷ୍ଣବୀ ହେବେ। ଯଦି ସନ୍ତାନ ବୈଷ୍ଣବ ବା ବୈଷ୍ଣବ ହେଲେ ନାହିଁ ତାହେଲେ ସେ ଦୋଷ ପିତା ମାତାଙ୍କୁ ବି ଲାଗିଥାଏ। ବୁଝିପାରିଲେ? ତେଣୁ ଆମେ ସନ୍ତାନ ଉତ୍ପନ୍ନ କରିବା ପାଇଁ ମନା ନାହିଁ, କିନ୍ତୁ ଧ୍ୟାନ ଦେବା ଉଚିତ ଯେ ଆମର ସମସ୍ତ ପୁତ୍ର ବା କନ୍ୟା ମାନେ ଯେପରି ବୈଷ୍ଣବ ହେବେ, ସେଥିପାଇଁ ଆମେ ଧ୍ୟାନ ଦେବା ଉଚିତ। ଯଦି କୌଣସି କାରଣରୁ ପିତା ମାତାଙ୍କର ଫଳନ ହେଇଗଲା, ଭଗବାନଙ୍କର ଭକ୍ତି କରିପାରିଲେ ନାହିଁ, କିଛି କୌଣସି ହେଇଗଲା, ଯଦି ପୁତ୍ର କିମ୍ବା ପୁତ୍ରୀ ବୈଷ୍ଣବ ଥିବ ତାହେଲେ କଣ ହବ? ସିଏ ତାର ପିତାକୁ ମୁକ୍ତ କରିଦେଇ ପାରିବ। ତେଣୁ ଇଏ ହଉଛି ପୁତ୍ର ରୋଲ। ବାସ୍ତବରେ ଯଦି ପାଳକ ବୈଷ୍ଣବ ହୋଇଥାନ୍ତି ତାଙ୍କର ଉଦ୍ଧାର ନିମିତ୍ତ, ବନ୍ଦନା ମାତାଜୀ ପଢ, ଏଇଟା ଆପଣଙ୍କ ପାଇଁ ଲେଖା ହେଇଛି, ମୋ ପାଇଁ ନୁହଁ। हरे कृष्ण। संस्कार ଲାଷ୍ଟ ମୁଁ ପଢିଦଉଛି। ବାସ୍ତବରେ ଆଚ୍ଛା। ଯଦି ପାଳକ ବୈଷ୍ଣବ ହୋଇଥାନ୍ତି ତାଙ୍କର ଉଦ୍ଧାର ନିମିତ୍ତ ପୁତ୍ର ଆବଶ୍ୟକତା ନାହିଁ। ଏଥିରେ ବୁଝିପାରିଲେ ତ? ଯୋଉମାନେ ପୁତ୍ର ନାହିଁ ସେ ମନ୍ଦ କରି ବସିଥିଲେ, ଆମେ ତ ଗଲୁ ନରକକୁ ଗଲୁ ଆଉ, ଟେନସନ ନାହିଁ, ସମସ୍ତେ ବୁଝିପାରିଲେ? ଯଦି ପାଳକ ବୈଷ୍ଣବ ହୋଇଥାନ୍ତି, ଯଦି ପିତା ମାତା ବୈଷ୍ଣବ ହୋଇଥାନ୍ତି, ତାଙ୍କର ପୁତ୍ର ହେଲା ନାହିଁ ବା କଣ ଆପଣ କହିଲେ ପୁତ୍ରୀ ହେଲା, ତାହେଲେ ଏଠି ପୁତ୍ର କିଛି ଆବଶ୍ୟକ ନାହିଁ। ସେ କେବଳ ବୈଷ୍ଣବ ତଥା ଭଗବାନଙ୍କ କୃପା ଉପରେ ଆଶ୍ରିତ ହୋଇଥାନ୍ତି ଏବଂ ଅନ୍ତିମରେ ଭଗବତ ଧାମ ପ୍ରାପ୍ତ ହୋଇଥାନ୍ତି। ତେଣୁ ଯଦି ବୈଷ୍ଣବ ବା ବୈଷ୍ଣବୀ ମାନଙ୍କର କିଛି ପୁତ୍ର ନ ହୁଏ ବା ଖାଲି ପୁତ୍ରୀ ହୁଏ ତାହେଲେ ସେମାନଙ୍କର ମନ୍ଦ କରିବା କିଛି ଆବଶ୍ୟକ ନାହିଁ, କାରଣ ସେମାନେ ଭଗବାନଙ୍କ କୃପା ଉପରେ ଆଶ୍ରିତ ଥାନ୍ତି। ଭଗବାନଙ୍କ କୃପାରେ ଆଶ୍ରିତ ହୋଇ ଭଗବାନ ଯେମିତି ରଖିବେ, ଯେଉଁଠି ରଖିବେ, କମ୍ପ୍ଲିଟଲି ଉପରେ ଭଗବାନଙ୍କ ଉପରେ ଆଶ୍ରିତ ହୋଇ ସେ ଭଗବାନଙ୍କ ଧାମକୁ ପ୍ରାପ୍ତ କରିଥାନ୍ତି। ସେଠି ପୁତ୍ର କନ୍ୟାଙ୍କ କିଛି ରୋଲ ନଥାଏ। ବୁଝିଗଲା? ହରେ କୃଷ୍ଣ। ଟିକେ ଟପିକ ଲଙ୍ଗ ଅଛି, ମୁଁ ଭାବୁଛି ସରିବେନି। ଆମେ କାଲି ସଂସ୍କାର ଆଲୋଚନା କରିବା। ସଂସ୍କାର କଣ, ସଂସ୍କାର କେତେ ପ୍ରକାର, ଇଏ କାଲି ଆମ ଟପିକ ବିଷୟ ରହିବ। ଆମେ ସଂସ୍କାର ନବା। ମତେ ଲାଗୁଛି 2 ଦିନ ଲାଗିବ, ମୁଁ ଭାବୁଥିଲି ସାରିଦେବେ ବୋଲି, କିନ୍ତୁ କ୍ଷମା କରନ୍ତୁ, ଏ ସରିବନି ଟପିକ। ଠିକ ଅଛି, କାହାର କିଛି ପ୍ରଶ୍ନ ଅଛି? ହରି ବୋଲ। हरे कृष्ण प्रभु। ହଁ ରଞ୍ଜିତ ପ୍ରଭୁ କୁହନ୍ତୁ। जो आमे पाठ कले प्रभु जीवन पद्धति तथा जीवन निर्वाह जो शरीर तथा आत्मा एक साथी रे रखिया पई जेतिकी आवश्यक सेतिकी आय करिवा उचित। प्रभु जने जरी सरकारी चाकरी करूची ये गोटे लिमिटेड पेमेंट पाउची, प्रभु दरमा क्षमा पाउची। କରନ୍ତୁ, ମୁଁ ବୁଝିପାରିଲି। କ୍ୱେଶ୍ଚିନ୍ ଗୋଟେ ଫୋନ ଆଇଲା, ଆଉ ଥରେ ରିପିଟ କରନ୍ତୁ ମୂଳରୁ। हाँ